ସୃଜନୀ ପରିବାରର ସମସ୍ତ ସଦସ୍ୟ ତଥା ଗୁରୁଜନ, ବକ୍ତା, ଉପଦେଷ୍ଟା ସମସ୍ତଙ୍କୁ ମୋର ସାଦର ପ୍ରଣାମ। କିଛି କହିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ମୋର କୃତଜ୍ଞତା ପ୍ରକାଶ କରୁଛି। କିଛି କର୍ମ କରିବା ପୂର୍ବରୁ ଯୋଉ କୃତଜ୍ଞତା ପ୍ରକାଶ କରାଯାଏ ତାକୁ ଭକ୍ତି କୁହାଯାଏ, ତାକୁ ଶ୍ରଦ୍ଧା କୁହାଯାଏ। ଶ୍ରଦ୍ଧାବାନ ଲଭ୍ୟତେ ଜ୍ଞାନ। ଆମେ ଶ୍ରଦ୍ଧାପୂର୍ବକ ଭାବରେ ସମର୍ପିତ ମନୋଭାବରେ କର୍ମ କରିବା ଉଚିତ। କର୍ମ ଆଉ ଘଟଣା ଆ ଭିତରେ ଗୋଟେ ପ୍ରଭେଦ ଅଛି। କିଛି ଆପେ ଆପେ ଘଟିଯାଏ ଏବଂ ଆଉ କିଛି ଆମେ ସୁଚିନ୍ତିତ ଭାବରେ କରିଥାଉ। ଯାହା ସୁଚିନ୍ତିତ ଭାବରେ କରାଯାଏ, ଯାହାକୁ ସ୍ୱ ଇଚ୍ଛାରେ କରାଯାଏ ତାକୁ କର୍ମ କୁହାଯାଏ। ଯାହା ଆପେ ଆପେ ଘଟିଥାଏ ତାକୁ ଘଟଣା କୁହାଯାଏ। ଆକ୍ସନ ଆଣ୍ଡ ଇଭେଣ୍ଟ। ମନେ କରାଯାଉ ମୋର ଆଖିଟା ମିଟି ମିଟି ହଉଛି, so this is my biological problem. এটা ଗୋଟେ ଡିଜିଜ, ଗୋଟେ ନେରୋ ପ୍ରୋବ୍ଲେମ, ଯାହା ଫଳରେ ମୋର ଆଖିଟା ମିଟି ମିଟି ହଉଛି। କିନ୍ତୁ ମୁଁ ଆଖିରେ ଇଶାରା ଦେବି, ଯାହାକୁ ଆଖି ମାରିବା କହନ୍ତି ବା ଆଖିରେ ଇଶାରା ଦେବା କହନ୍ତି। that means it has a meaning. ଆର ଗୋଟେ ଅର୍ଥ ଅଛି, ଆର ଗୋଟେ ଉଦ୍ଦେଶ୍ୟ ଅଛି। ଉଦ୍ଦେଶ୍ୟ ଭାବରେ ଯଦି ମୁଁ ମୋ ଆଖିକି ମିଟି ମିଟି କରିବି ତେବେ ସେଟା ଗୋଟେ କର୍ମ ହବ। ଯଦି ମୋର କିଛି ବାୟୋଲୋଜିକାଲ ପ୍ରୋବ୍ଲେମ ଯୋଗୁଁ ଆଖି ମିଟି ମିଟି ହଉଛି ତେବେ ସେଟା ଗୋଟେ ଘଟଣା ହବ। ମନେ କରାଯାଉ ମୋ ହାତଟା ଏମିତି ହଲୁଛି, ବହୁତ ବୟସ୍କ ଲୋକଙ୍କର ଏମିତି ହାତ ହଲେ, ସେ ଗ୍ଲାସଟା ଧରିଲେ ବି ଏମିତି ହଲୁଥିବ, ଏମିତି ହଲୁଥିବ। ଏଟା ଡିଜିଜ, ଏଟା ଘଟଣା। କିନ୍ତୁ ମୁଁ ଡାକିବି, ଏମିତି କରିବି, it has meaning। ଏକାପରି ଦେଖାଯାଉଛି, ହାତଟା ମୋର ହଲୁଛି, କିନ୍ତୁ ଗୋଟେ ହଉଛି ଘଟଣା ଆଉ ଗୋଟେ ହଉଛି କର୍ମ, ଯୋଉଠି ଗୋଟେ ଇଚ୍ଛା ଅଛି, ଗୋଟେ କାମନା ଅଛି, ଗୋଟେ ଉଦ୍ଦେଶ୍ୟ ଅଛି। ତେଣୁ ଆମେ ଯୋଉ ନିଷ୍କାମ କର୍ମ କହୁଛେ, by definition it is impossible। ଆକ୍ସନ ର ଅର୍ଥ ହଉଛି it is voluntary by nature। every action is voluntary by nature। voluntary, ଆମେ ସ୍ୱ ଇଚ୍ଛାରେ ପ୍ଲାନିଂ କରି ସୁଚିନ୍ତିତ ଭାବରେ ଆମେ ସେ କର୍ମଟି କରୁ ଏବଂ ସେଥିପାଇଁ ଆମେ ଦାୟିତ୍ୱବୋଧ ରହୁ, ସେଥିପାଇଁ ଆମେ ରେସ୍ପନ୍ସିବଲ ରହୁ, ସେଥିପାଇଁ ଆମେ ଆକାଉଣ୍ଟେବଲ ରହୁ। ତେଣୁ କାମନା ବିହୀନ କର୍ମ ହେଇପାରିବ ନାହିଁ। କାମନା ସହିତ କର୍ମ ହଉଛି ଭଲୁଣ୍ଟାରୀ ଆକ୍ସନ। ଇଚ୍ଛା ପୂର୍ବକ କର୍ମ, ଇଚ୍ଛା ସହିତ କର୍ମ, ଇଚ୍ଛା ବିହୀନ କର୍ମ ନୁହେଁ। ତେଣୁ କର୍ମ ଆଉ କାମନା ଏ ଦୁଇଟିକୁ ଆମେ ଅଲଗା କରିପାରିବା ନାହିଁ। ତେଣୁ କାମନା ହଉଛି ଅନିବାର୍ଯ୍ୟ, କାମନା ଦରକାର। ସେଥିପାଇଁ ଯୋଉ 4ଟି ପୁରୁଷାର୍ଥ ଅଛି ତା ଭିତରୁ କାମ ମଧ୍ୟ ଗୋଟେ ପୁରୁଷାର୍ଥ। that is a value of life। ତାହା ଜୀବନ ପାଇଁ ଦରକାର। ଧର୍ମ ଅର୍ଥ କାମ ମୋକ୍ଷ। ସେ କାମ ବା କାମନା, ଇଚ୍ଛା, ଇଚ୍ଛା ଶକ୍ତି, ସେ ମଧ୍ୟ ଗୋଟେ ଶକ୍ତି, ସେ ଗୋଟେ ଏନର୍ଜି, ୱିଲ ପାୱାର। ୱିଲ ପାୱାରରୁ ଆକ୍ସନ ଆସିବ। ତେଣୁ ଆମର ଯଦି ଇଚ୍ଛା ଶକ୍ତି ନାହିଁ ତେବେ ଆମେ କୌଣସି କର୍ମ କରିପାରିବା ନାହିଁ। ଆମର ଯଦି ଇଚ୍ଛା ନାହିଁ ତେବେ କର୍ମ ସୃଷ୍ଟି ବି ହବ ନାହିଁ। ତେଣୁ କର୍ମ ସବୁବେଳେ ସକାମ। ତେଣୁ ପ୍ରତ୍ୟେକ ଗୀତାରେ କୁହାଯାଉଛି ଯେ ଏପରି କୌଣସି ମୁହୂର୍ତ୍ତ ନାହିଁ ଯେ ଆମେ କର୍ମ ନ କରିକିରି ରହିପାରିବା। ଏପରିକି କର୍ମ କିଛି ନ କରିବା ମଧ୍ୟ ଗୋଟେ କର୍ମ। ମୁଁ କହିବି ଯେ ମୁଁ କିଛି କର୍ମ କରିବି ନାହିଁ, ମୁଁ କେବଳ ଶୋଇକିରି ରହିବି, ଶୋଇବା ମଧ୍ୟ ଗୋଟେ କର୍ମ। କର୍ମ ନ କରିବା ପାଇଁ ଚିନ୍ତା କରିବା ମଧ୍ୟ ଗୋଟେ କର୍ମ। ତାର ଅର୍ଥ ହଉଛି ମୁଁ ଯଦି କିଛି ଚିନ୍ତନ ବି କରୁଛି ସେ ଚିନ୍ତନ ମଧ୍ୟ କର୍ମ। ମୋ ଚିନ୍ତନ କର୍ମରେ ପ୍ରତିଫଳିତ ହବ।
କଥାରେ ଭାଷାରେ ପ୍ରତିଫଳିତ ହବ। ତେଣୁ କର୍ମର ସୃଷ୍ଟି ହଉଛି ଚିନ୍ତନରୁ। ପ୍ରଥମେ ମୁଁ ଚିନ୍ତା କରିବି, ତାପରେ ସେ କୌଣସି ପ୍ରକାରରେ ଗୋଟେ ସୁଯୋଗ ପାଇଲା ମାତ୍ରେ ସେ କର୍ମରେ ପ୍ରତିଫଳିତ ହବ। ବହୁତ ଦିନର ଯୋଉ ଚିନ୍ତନ ଥାଏ, ମଣିଷ ଗୋଟେ କଣ ଚିନ୍ତା କରିଦେଇଥାଏ, ସେଟା ସବକନସିୟସ୍ ମାଇଣ୍ଡରେ ଥାଏ। ସୁଯୋଗ ପାଇବା ମାତ୍ରେ ତାହା କର୍ମରେ ପ୍ରତିଫଳିତ ହୁଏ। ଆପଣ ଯଦି ଭାବିଥିବେ ତାକୁ ଦେଖିଦେବି, ସେ ଲୋକ କୋଉଦିନ ହାବୁଡେ ପଡିଲେ ମୁଁ ତାକୁ ଦେଖିଦେବି, ରିଭେଞ୍ଜ ମାଇଣ୍ଡ, ପ୍ରତିଶୋଧ ନେବି। ଦେଖିବେ 5 ବର୍ଷ ପରେ ଯଦି ସେ ଲୋକ ମାର୍କେଟରେ ଦେଖାହବ, ଆପଣ ତା ପ୍ରତି ରିଆକ୍ଟିଭ ହେବେ। କାହିଁକି ନା କୌଣସି ଜାଗାରେ ସେଇ ଭାବନାଟା ବାସନା ରୂପରେ ଆମ ମନ ଭିତରେ ଅଛି। ସେଥିପାଇଁ ଆମେ ସବୁବେଳେ କେୟାରଫୁଲ ରହିବା ଉଚିତ ଯେ ମୋ ଥଟ୍ କୋଉଠି ଷ୍ଟକ୍ ରହିଯାଉନି ତ, କୋଉଠି ସ୍ଥଗିତ ହେଇକି ରହିଯାଉନି ତ, ମୋ ଚିନ୍ତାଧାରା ମୋର ସଂସ୍କାର ହେଇଯାଉନି ତ, ମୋ ଚିନ୍ତାଧାରା ମୋର ପ୍ରାରବ୍ଧ ହେଇଯାଉନି ତ, ମୋ ଚିନ୍ତାଧାରା ମୋର ଫ୍ୟୁଚର ଡେଷ୍ଟିନି ହେଇଯାଉନି ତ। ତେଣୁ ଯେତେବେଳେ ଆମେ ଚିନ୍ତା କରୁଛେ ତାହା ଦିନେ ନା ଦିନେ କର୍ମରେ ପରିଣତ ହବ, ଭଲ ଏବଂ ମନ୍ଦ। ଯଦି ଆମେ ଭଲ କର୍ମ ବିଷୟରେ ବି ଚିନ୍ତା କରୁଛେ, ତାହା ନିଶ୍ଚିନ୍ତ ସୁଯୋଗ ପାଇବା ମାତ୍ରେ ପ୍ରତିଫଳିତ ହବ। ଯଦି ଖରାପ କର୍ମଟିଏ ବି ଚିନ୍ତା କରୁଛେ, ତାହା କେବଳ ସୁଯୋଗର ଅପେକ୍ଷାରେ ରହେ, ସୁଯୋଗ ପାଇବା ମାତ୍ରେ ତାହା ନିଶ୍ଚିନ୍ତ ଭାବରେ ପ୍ରତିଫଳିତ ହବ। ଆମେ ଯୋଉ କର୍ମ ବର୍ତ୍ତମାନ କରୁଛେ ତାହା କେବେ ତତ୍କ୍ଷଣାତ ଘଟିଯାଏ ନାହିଁ, ତାହା ବହୁତ ଦିନର ଅପେକ୍ଷା କରି ରହିଥିବା ବାସନାର ପ୍ରତିଫଳନ। କିଛି ଆମେ ଚିନ୍ତା କରିଛେ, କିଛି ଡିଜାୟାର କରିଛେ, କିଛି ଇଚ୍ଛା କରିଛେ, ଯୋଉ ସେ ଇଚ୍ଛାଟା ଆଜି ପ୍ରତିଫଳିତ ହଉଛି କର୍ମରେ। ତେଣୁ ମଣିଷ ଯେତେବେଳେ ଡିଜାୟାର କରୁଛି, ଯୋଉ ଭାବନା କରୁଛି, ଯୋଉ ଚିନ୍ତନ କରୁଛି, ତାର ଯୋଉ ମାଇଣ୍ଡ ବୋଲି, ମନ ବୋଲି ଗୋଟେ ଇନଷ୍ଟ୍ରୁମେଣ୍ଟ ଅଛି, ସେ ବିଷୟରେ ବହୁତ ଯତ୍ନଶୀଳ ହେବା ଉଚିତ। କାହିଁକିନା ମନ ହଉଛି ଏପରି ଏକ ଇନଷ୍ଟ୍ରୁମେଣ୍ଟ, ଭଗବାନଙ୍କର ଆଶୀର୍ବାଦ। ଭଗବାନ ଆମକୁ ଏତେ ସୁନ୍ଦର ଉପାଦାନଟିଏ ଦେଇଛନ୍ତି, ସେଇ ମନ ଆମକୁ ବନ୍ଧନରେ ପକେଇ ପାରେ ଏବଂ ସେ ମନ ଆମକୁ ମୁକ୍ତି ଦେଇପାରେ। ଆଉ ଦ୍ୱିତୀୟ ଉପାଦାନ ନାହିଁ, ସେକେଣ୍ଡ ଇନଷ୍ଟ୍ରୁମେଣ୍ଟ ନାହିଁ। ଯଦି ଆଉ ଗୋଟେ କଣ ଇନଷ୍ଟ୍ରୁମେଣ୍ଟ ଥାନ୍ତା, ଗୋଟେ ବନ୍ଧନରେ ପକଉଥାନ୍ତା, ଆଉ ଗୋଟିଏ ଆମକୁ ମୁକ୍ତି ଦଉଥାନ୍ତା, ତାହେଲେ ଆମେ କମ୍ପ୍ରମାଇଜ କରନ୍ତେ, ଆମେ ସେଠି ଡିପ୍ଲୋମାଟିକ ବିହେଭିୟର କରନ୍ତେ। କିନ୍ତୁ ଉପାୟ ନାହିଁ, ଆମେ ନିରୁପାୟ। କାରଣ ଆମ ପାଖରେ ଇନଷ୍ଟ୍ରୁମେଣ୍ଟ ହଉଛି ଗୋଟିଏ ମନ, ଗୋଟିଏ ମାଇଣ୍ଡ। ସେଇ ମନ ଆମକୁ ବାନ୍ଧି ରଖିବ, ସେଇ ମନ ଆମକୁ ମୁକ୍ତି ଦବ। ତେଣୁ କର୍ମର ସୃଷ୍ଟି ହଉଛି ମନରୁ, କର୍ମର ସୃଷ୍ଟି ହଉଛି ଭାବନାରୁ। ତେଣୁ ପ୍ରତିଦିନ ଆମେ କର୍ମ କରୁଛେ, କର୍ମ ହିଁ ଜୀବନ, କର୍ମ ହିଁ ପୂଜା। ତେଣୁ କର୍ମ ବିନା ଆମେ ବଞ୍ଚି ପାରିବା ନାହିଁ। ତେଣୁ ମୋର ଯୋଉ ଟପିକ ଥିଲା କର୍ମ, କର୍ମ ଯୋଗ ଆଉ କର୍ମ ସନ୍ନ୍ୟାସ, ଏଥିରୁ କର୍ମ ପାର୍ଟଟା ସରିଗଲା। ଦିସ୍ ଇଜ କର୍ମ। କର୍ମ ମିନ୍ସ ଏ କନସିୟସ୍ ଆକ୍ସନ, ସୁଚିନ୍ତିତ ଭାବରେ ଏ ଭଲୁଣ୍ଟାରୀ ଆକ୍ସନ। ସୁଚିନ୍ତିତ ଭାବରେ ଆମେ ଯୋଉ କର୍ମଟିକୁ କରୁ ତାକୁ କର୍ମ କହନ୍ତି। ଯୋଉଥିରେ ଆମର ଚିନ୍ତନ ନାହିଁ, ଯୋଉଥିରେ ଆମର ଇଚ୍ଛା ନାହିଁ, ଯାହା ଆପେ ଆପେ ଘଟି ଯାଉଛି, ତାହା ହଉଛି ଘଟଣା, ତାହା ହଉଛି ଇଭେଣ୍ଟ। କୋଉ ଘଟଣା ପାଇଁ ଆମେ ରେସ୍ପନ୍ସିବଲ ନୁହଁ। କିନ୍ତୁ ଯଦି ଆମେ କର୍ମ କରୁଛେ, ଚିନ୍ତା କରିକିରି କରୁଛେ, ସ୍ୱାଧୀନ ଭାବରେ କରୁଛେ, ଆମେ ସେଥିରେ ଫ୍ରି ୱିଲ୍, ଫ୍ରିଡମକୁ ୟୁଜ କରିଛେ, ତାହେଲେ ଆମେ ନିଶ୍ଚିନ୍ତ ଭାବରେ ତା ପାଇଁ ରେସ୍ପନ୍ସିବଲ ରହିବା। ଇଏ ହଉଛି କର୍ମ। କର୍ମ ଯୋଗ କଣ? ବର୍ତ୍ତମାନ ଗୋଟେ ପ୍ରଶ୍ନ ଆସୁଛି ଯେ କର୍ମ କରୁ କରୁ ଆମେ କର୍ମର ବନ୍ଧନରେ ପଡି ଯାଉଛେ କି? ଦିସ୍ ଇଜ ଏ ଭେରି ବିଗ୍ କ୍ୱେଶ୍ଚିନ୍। କର୍ମ କରିବାରେ କିଛି ବିପଦ ନାହିଁ, ଆମେ କର୍ମ କରିବାକୁ ବାଧ୍ୟ। କିନ୍ତୁ କିଛି ଲୋକ ସେମାନେ କର୍ମ କରୁ କରୁ କର୍ମର ମୋହରେ ପଡିଯାଆନ୍ତି, କର୍ମର ବନ୍ଧନରେ ପଡିଯାଆନ୍ତି। ମନେ କରାଯାଉ ଆପଣ ଜଣଙ୍କ ଘରକୁ ଯାଇଛନ୍ତି, ସେ ଘରଟା ଆପଣଙ୍କୁ ବହୁତ ସୁଖ ଦେଲା, ସେ ଘରଟି ବହୁତ ଭଲ ଲାଗିଲା, କିନ୍ତୁ ଆପଣଙ୍କ ମନ ଭିତରେ ଗୋଟେ ଭାବନା ଆସିବ, ଏ ଘରଟା ମୋର ହେଇଯାଆନ୍ତା କି, ଏମିତି ଗୋଟେ ଘର ମୋର ଥାଆନ୍ତା କି। ଏଇ ଯୋଉ ଆସ୍ତେ ଆସ୍ତେ ଆମେ କର୍ମ କରୁ କରୁ ତା ପ୍ରତି ଆଟାଚମେଣ୍ଟ ଆସିଯାଏ, ତାହା ଆମକୁ ବନ୍ଧନରେ ପକାଏ। କର୍ମ କରିବା ଆଉ କର୍ମର ବନ୍ଧନରେ ପଡିବା, ଏ ଦିଟା କଥା। ବନ୍ଧନ ନଥାଏ, କର୍ମ କରୁ କରୁ ଧୀରେ ଧୀରେ ଆମେ ବନ୍ଧନରେ ପଡିଯାଉ। ଯେମିତି ଗୋଟେ ବ୍ୟକ୍ତି ସହିତ ଆମର ସାକ୍ଷାତ ହେଲା,
साक्षात हो हो आम आटाचमेंट हो जाएनि साक्षात है आम कथबार्ता हेले भावर आदान प्रदान है किसी दिन मिसला पर आम देखुचे कहीं क्या छाड़ी रही पाना आटाचमेंट आसी जाऊँ मोह आसी जाऊँ जड़े जड़े सिगरेट खाऊ गोटे थर तार से निशाग्रस्त हो जाऊना आस्ते 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 से निशाग्रस्त हो जाऊँ तार अर्थ जो कर्मटा को आम करुचे से कर्म द्वारा आम बंधन रे पड़ जाऊे यहाँ हूँ गोटे बिग प्रोब्लेम दैट इज द इश्यू इन भगवत गीता दैट इज द इश्यू इन आ प्रैक्टिकल लाइफ कर्म करुचे गोटे एग्जांपल दौर धराज आम चाकरी करचे 60 वर्ष पर्यंत चाकरी करवा जो रिटायरमेंट समय आसूची चाकरी छाड़िया जमा इच्छा नुह आउ 2 वर्ष हो जाता कि आउ 5 वर्ष हो जाता कि मु रिटायरमेंट करगला परे काले सरकार घोषणा करदे मोर तो लॉस हो माने ए चाकरी प्रति आमर मोह बहुत लोक देखी रिटायरमेंट बेले जो स्टेज रे बसी था बहुत मन दुखरे बसी था ए कॉलेज पे मु कौन न करी काली काली आ कॉलेज को आसी पारिबी नाही मते ए कॉलेज रे किछि केही भल पाइबे नाही केही मते खोजिबे नाही बहुत विषादग्रस्त अर्जुनकर सही अवस्था हेतिला युद्ध पड़िया जोठी आमे पसी जाउचे ता भितर बाहरिबार बाट आमे जानिने प्रत्याहार आमे जानिने निवृत्त हवा जानिने डिटाच्ड हवा जानिने वैराग्य भाव हमर आसु नाही हमर केवल आसक्ति भाव आसु कर्ममय जीवन रे आमे कर्म करिबा किंतु जेते बड़े कर्म को छाड़िया को पड़िबो आमे खुशी छाड़ी दबा गोटे प्लाटफॉर्म रो कर्मटा को आमे छाड़ुचे रिटायरमेंट परे आमे बाछिबा आ गोटे प्लाटफॉर्म बाछिबा सुजन परिवार आसी टॉक दबा एमिति गोटे प्लाटफॉर्म करी आमे सत्संग करिबा आमे कहीं भाबिबा जे सब सरी गला आउ मो जीवन मीनिंगलेस हो गला जिते बड़े पुओ बाहा हो जाउची बापा मां को मन दुख आउ पुओ हमको पचारिबनी पुओ बहु हमको आउ पचारिबे नाही ये गोटे प्रकार फैमिली रिटायरमेंट आमर आसीगला नॉट नेसेसरी बानप्रस्थ एतिक दिन गृहस्थ जीवन बंचिल सेटा गोटे कर्म थिला बर्तमान बानप्रस्थर कर्म कर बानप्रस्थ माने सन्यासर अभ्यास सन्यासर अभ्यास करू करू सन्यास भाव आसो किंतु बहुत लोकंको मु देखिछि से माने गृहस्थ को छाड़ंतिनी ताको जाबुटी धरंती बहु सासु केबे चाबी खोलिक दबनी अंटी चाबीटा को सेमती झुलिक बुलुथो बहु को चाबीटा बढ़ाई दियो बर्तमान सी माने घर संभाଳିबे ताको कहंती वैराग्य भाव एतिक दिन मु आमे गृहस्थ जीवन बंचिले बर्तमान पुओ बहु सेमानकर गृहस्थ जीवन से माने बंचिबे आमे तांको खुशी रे चाबी दे दबा आमे तांको खुशी रे घरर दायित्व दे दबा आमे बानप्रस्थ रे जिबार अर्थ हला सेही घरे रहिबा सेही प्रोब्लेम थिबो सेही सबु थिबो किंतु आम भितर वैराग्य भाव थिबो आमे आउ गोटे प्लाटफॉर्म को ट्रांसफॉर्म हबा जदि ताहा हो नाही ता माने आपन जीवन रे उत्तरण हो नाही आपण जहा 25 वर्ष थिले तळे थिले आज सेया अछंती तुम गोटे 80 वर्ष लोकर मध्य पिलालियामी बाहरुची तार सेही युवक सुलभ गुण बाहरुची ता भितर परिवर्तन आसेनी तार मानसिक स्तर रे तार उत्तरण हैला नाही तेणु कर्म जदि आपण को उत्तरण करो नाही कर्म जदि आपण को बेलू को बेल गोटे उन्नत मनीष बा गोटे बेटर ह्यूमन बीइंग करो नाही तेबे से जीवन किसी मूल्य ना तमें आप बंचु ना जीवनटा खाली टाइम पास हो आसक्ति बढ़ी जाऊँ आसक्ति दुख आसे जिते जिते आम आसक्ति हवा सेते आम दुखी हवा तेणु ये हूँ कर्म ताले सॉल्यूशन कौन तेणु आम कर्म करवा किंतु कर्मर बंधन रे पड़िबा नाही एटा हूँ सॉल्यूशन आपको कहती कर्मयोग कर्म करी कर्म रे बंधन रे पड़ीजी ये गला गोटे गोटे कथा कर्म करी कर्मर बंधन रे पड़ी नाही एटा हूँ आ गोटे कथा चॉइस आमर तो राम कर्म करुची राम कर्म करू करू बंधन रे पड़ी जाउची हरि कर्म करुची से कर्म करुची किंतु सेतिरे बंधन रे कर्म ताकू बांधी पारु नाही तेणु कर्म कहीं बंधन रे पकाउची ना आमे सकाम कर्म कर जो इच्छा कथा कहूली इच्छारू कर्म हब किंतु से इच्छा प्रति आम मोहग्रस्त हवा नहीं मोह भी किसी मात्रा रे भल
କିନ୍ତୁ ମୋହଗ୍ରସ୍ତ ହେଇଗଲେ ଅସୁବିଧା। ଯୋଉଠି ଆମେ ଗ୍ରସ୍ତ ହେଇଯିବା ସେଟା ପ୍ରୋବ୍ଲେମ। ଟୁ ମଚ୍ ଅଫ୍ ଏନିଥିଙ୍ଗ ଇଜ ବ୍ୟାଡ୍। ଟିକେ ମୋହ ରହିଲା, ଟିକେ ଆମେ ପୁଅକୁ ଭଲ ପାଇଲେ, ଟିକେ ଆମେ ବୋହୂକୁ ଭଲ ପାଇଲେ, ଟିକେ ଆମେ ସଂସାରକୁ ଭଲ ପାଇଲେ, ଆମ ଘରଟାକୁ ଭଲ ପାଇଲେ, କିନ୍ତୁ ମୁଁ ସବୁଦିନ ସକାଳୁ ଉଠି ଘର ଓଳଉଥିବି, ଘର ପ୍ରତି ଗୋଟେ ଘରଟାକୁ ସବୁଦିନ ଧଉଥିବି, ଘରଟାକୁ ଚାବି ପକେଇକି 4 ଥର ଝିଙ୍କୁଥିବି, ଘର 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 ହେଇକିରି ମୋର ପଡିଶା ଘର ସହିତ କଳିକଜିଆ କରୁଥିବି, ଏଟା ହଉଛି ମୋହଗ୍ରସ୍ତ। ନାତି 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 ହଉଥିବା, ପୁଅ ବୋହୂଙ୍କ ଠାରୁ ଦାୟିତ୍ୱ ଛଡେଇକିରି ନିଜେ ଯାଇକିରି ପିଲାଙ୍କୁ ନେଇକିରି ସ୍କୁଲରେ ଛାଡୁଥିବା, ମୋ ନାତିର କଣ ହେଇଗଲା, ଏତେ ପ୍ରକାର ମୋହଗ୍ରସ୍ତ ହବାଟା ଉଚିତ ନୁହଁ। ତେଣୁ ଯୋଉ ଇଚ୍ଛା ଆମକୁ ମୋହରେ ପକେଇ ଦିଏ, ସେଇ ଇଚ୍ଛା ଆମ ପାଇଁ ବିପଦ, ସେଇ ଇଚ୍ଛା ଆମକୁ ବନ୍ଧନରେ ପକାଏ। ତେଣୁ ମୁଁ କର୍ମ କରିବି କିନ୍ତୁ କର୍ମର ବନ୍ଧନରେ ପଡିବି ନାହିଁ। ଏଇ ଯୋଉ କୌଶଳ, ଏଇ କୌଶଳ ହଉଛି ନିଷ୍କାମ କର୍ମ। ଏଇ କୌଶଳ ହଉଛି କର୍ମ ଯୋଗ। ଯୋଗ କର୍ମେଷୁ କୌଶଳମ୍। ଆମେ କର୍ମ କରିବା କିନ୍ତୁ ତାକୁ ଯୋଗ ରୂପକ କୌଶଳରେ କରିବା, ଯାହା ଫଳରେ ମୁଁ କର୍ମ କରିବି ଅଥଚ ମୁଁ ବନ୍ଧନରେ ପଡିବି ନାହିଁ। ଦିସ୍ ଇଜ ଦ ସାଇନ୍ସ। ଏଇଟା ହଉଛି ସବୁଠୁ ବଡ ସ୍ପିରିଚୁଆଲ ସାଇନ୍ସ। ମୁଁ କର୍ମ କରିବି କିନ୍ତୁ କର୍ମ ମତେ ବାନ୍ଧି ପାରିବ ନାହିଁ। ବରଂ କଣ କରିବ, ମୁଁ କର୍ମ କରିବି, ସେଥିରେ ମୁଁ ବେନିଫିଟ ପାଇବି। କର୍ମ ମତେ ମୁକ୍ତି ଦବ, କର୍ମ ମତେ ସମସ୍ତ ବନ୍ଧନରୁ ମୁକ୍ତ କରିଦବ। ତାମାନେ କର୍ମ ବାଟେ କର୍ମ ହେଲା, ମୁଁ ମଧ୍ୟ ମୁକ୍ତି ପାଇଲି। ଆକୁ କହନ୍ତି ରାସନାଲ ମ୍ୟାନ, ଆକୁ କହନ୍ତି ପ୍ରକୃତିରେ ବୁଦ୍ଧିମାନ ବ୍ୟକ୍ତି। ସେଥିପାଇଁ ମନ ଅଲଗା ବୁଦ୍ଧି ଅଲଗା। ଭଗବତ ଗୀତାରେ ମନ ଅଲଗା ବୁଦ୍ଧି ଅଲଗା। ୱେଷ୍ଟର୍ଣ୍ଣ ଫିଲୋସଫିରେ ମନ ବୁଦ୍ଧିର ଡିଷ୍ଟିଂସନ ନାହିଁ। ତାଙ୍କର କେବଳ ମାଇଣ୍ଡ ବା ବ୍ରେନ କହିଲେ ସେ ମାଇଣ୍ଡ ବୁଝନ୍ତି, କିନ୍ତୁ ଆମର ମନ ଅଲଗା, ବୁଦ୍ଧି ଅଲଗା, ଅହଙ୍କାର ଅଲଗା, ଚିତ୍ତ ଅଲଗା, ଆମର ସବୁ ଅଲଗା ଅଲଗା, କାହିଁକିନା ସେମାନଙ୍କର ଫଙ୍କସନ ଅଲଗା, ସେମାନଙ୍କର ବୃତ୍ତି ଅଲଗା। ତେଣୁ ମନ ହଉଛି ଗୋଟେ ଇମୋସନାଲ ଇନଷ୍ଟ୍ରୁମେଣ୍ଟ। ମନ ଭିତରେ ରାଗ ଦୋଷ ଆସିବ, ଲାଇକ୍ସ ଡିସଲାଇକ୍ସ ଆମେ ଯାହାକୁ କହୁଛେ, ଏଇ ସବୁ ଜିନିଷ ଆସିବ। କିନ୍ତୁ ବୁଦ୍ଧିରେ ଆମେ ବିଚାର କରିବା କୋଉଟା ଠିକ କୋଉଟା ଭୁଲ। ମୁଁ କର୍ମ କରୁ କରୁ ବନ୍ଧନରେ ପଡି ଯାଉଛି କି, ଆକୁ କିଏ ଦେଖିବ? ଆକୁ ବୁଦ୍ଧି ଦେଖିବ। ମନ ତ ସବୁବେଳେ ଚାହିଁବ ମତେ କେମିତି ଏନଜୟମେଣ୍ଟ ମିଳୁ, ମତେ କେମିତି ଭୋଗ ମିଳୁ, କିନ୍ତୁ ତ୍ୟାଗ କଥା କିଏ ଚିନ୍ତା କରିବ? ଯେ ମୁଁ ଯେତିକି ବାଟ ଭିତରକୁ ପଶି ଗଲାଣି, ମୁଁ ସେତିକି ବାଟ ପଛକୁ ଫେରି ଯିବା ପାଇଁ ମୋ ପାଖରେ ସେ ବୁଦ୍ଧି ରହିଥିବାର ଆବଶ୍ୟକତା ରହିଛି। ଯଦି ମୁଁ ବୁଦ୍ଧି ନାହିଁ, ତେବେ ମୋର ବାଟ ବଣା ହେଇଯିବି। କର୍ମ କରୁ କରୁ ମୁଁ ଜଙ୍ଗଲ ଭିତରେ ଫସିଯିବି, ମୁଁ କର୍ମର ମୋହରେ ପଡିଯିବି ଏବଂ କର୍ମରୁ ମୁଁ ମୁକ୍ତି ପାଇପାରିବି ନାହିଁ। ତେଣୁ ଯେତେବେଳେ ଆପଣଙ୍କୁ ଗୋଟେ ଜିନିଷ ଦିଆଗଲା, ଠିକ ଅଛି, ଆପଣ ତାକୁ ନିର୍ବିକାର ଚିତ୍ତରେ ଗ୍ରହଣ କରନ୍ତୁ। ଯଦି ସାଙ୍ଗେ ସାଙ୍ଗେ ପୁଣି ଆପଣଙ୍କୁ ଛଡେଇ ନିଆଯାଏ, ତାହେଲେ ଆପଣ ନେଇଯାଅ, ମତେ ଯେମିତି ଦେଇଥିଲ ସେମିତି ନେଇଯାଅ। ଲୋକ ନୋବେଲ ପ୍ରାଇଜ ବି ଫେରେଇ ଦଉଛନ୍ତି, କିନ୍ତୁ ପଦ୍ମଶ୍ରୀ ପାଇବା ପାଇଁ ବାଡିଆ ପିଟା ହଉଛନ୍ତି। ଲୋକ ପଇସା ଦେଇକି ଷ୍ଟେଜରେ ବସୁଛନ୍ତି, ମାନପତ୍ର କିଣୁଛନ୍ତି। ଦ୍ୟାଟ ଡିପେଣ୍ଡସ। ମତେ ଯେମିତି ଆପଣ ଉପାଧିଟେ ଦେଇଛନ୍ତି, ଯଦି କାଲି ସେ ଉପାଧିଟାକୁ ମୋ ଠାରୁ ଛଡେଇ ନଉଛନ୍ତି, ମୁଁ ଖୁସିରେ ଖୁସିରେ ଦେଇଦେବି। ଆପଣ ଛଡେଇବା ପୂର୍ବରୁ ମୁଁ ଯାଚିକିରି ଦେଇଦେବି। ମୁଁ କିଛି ନେଇକିରି ଆସିନଥିଲି, ମୁଁ କିଛି ନେଇକିରି ଯିବି ନାହିଁ। ତେଣୁ ମୁଁ ଯୋଉଟା କର୍ମ କରୁଛି, ସେ କର୍ମ ମୁଁ କରୁଛି ମାନେ ସେଟା ମୋ କ୍ରେଡିଟ, ସେଟା ମୋର କଣ୍ଟ୍ରିବ୍ୟୁସନ। ମତେ ଯଦି ସେ କର୍ମ ବନ୍ଧନରେ ପକଉଛି, ମୁଁ କେବେ ସୁଯୋଗ ଦେବି ନାହିଁ। ଆଇ ନେଭର ଆଲାଉ ଏନି କର୍ମ that will bind me. I am the master of my karma. ମୁଁ ମୋ କର୍ମର ମାଷ୍ଟର, ମୁଁ ମୋ କର୍ମର ସ୍ଲେଭ ନୁହଁ। ଏଇ ମନୋବୃତ୍ତିରେ ମୁଁ କର୍ମ କରିବି। ତେଣୁ ଚାକିରି କରିଛି, ଆଉ 6-7 ବର୍ଷ ଚାକିରି ମୋର ଅଛି। ଯୋଉ ଦିନ ରିଟାୟାରମେଣ୍ଟ ହବ, ଖୁସିରେ ଖୁସିରେ ମୁଁ ଚାବି ଦେଇଦେଇକି ପଳେଇବି ଘରକୁ। ଘରକୁ ଗଲା ବେଳକୁ ଘରେ ମଧ୍ୟ ଗୋଟେ ଜୀବନ ବଞ୍ଚିବି, ସେଠୁ ମଧ୍ୟ ଯେତେବେଳେ ରିଟାୟାରମେଣ୍ଟ କରିବାକୁ ପଡିବ ପଳେଇବି। ଯେତେବେଳେ ଡେଥ୍ ଆସିବ, ଖୁସିରେ ଖୁସିରେ ମରିଯିବି। ଡେଥ୍ ହେଲା ବେଳେ ମୁଁ ଖୋଜୁନଥିବି ନାତି କୁଆଡେ ଗଲା, କୋଉଠି ଧନ ସମ୍ପତ୍ତି ଲୁଚେଇଥିଲି, ତାକୁ ଦେବି ନା ଦେବିନି, କାହାକୁ ଦେବି, ଝିଅକୁ ଡାକ ପୁଅକୁ ଡାକ, ନଟ୍ ନେସେସରି। ଏଇ ମନୋବୃତ୍ତିରେ ଆମେ ଜୀବନରେ ବଞ୍ଚିବା ଆଉ ଜୀବନରେ କର୍ମ କରିବା। ତାହେଲେ କେମିତି ସେ କର୍ମଯୋଗ ହବ ନା 5ଟା କଥା। ଗୋଟେ ହେଲା କେମିତି ଆମେ କର୍ମ କରିବା କିନ୍ତୁ ସେ କର୍ମ ଆମକୁ ବନ୍ଧନରେ ପକେଇବ ନାହିଁ। ତାର ସ୍କିଲଟା କଣ? ଆମେ ନିଷ୍କାମ କର୍ମ କହୁଛେ, କିନ୍ତୁ ସେ ନିଷ୍କାମ କର୍ମର ସ୍କିଲଟା, ତାର ସବୁ ସୋପାନ ଗୁଡାକ କଣ?
प्रथम स्टेप है आमको जो कर्म दिज्व से कर्मटा को आम ड्यूटी सेन्स रे करवा, कर्तव्य सेन्स रे करवा। जो ड्यूटी दिगला धरा जाओ घरे दुईटी बोहू अच्छा, गोटे बोहू को कह तू खाली दियो पूजा कर, तोर काम है तू खाली दियो पूजा करू, सका संध्या बेले दियो पूजा करू, धूप दबू, तोर आउ किसी काम ना। आउ गोटे बोहू को कह तू खाली बासन माजिबू आ घर द्वार ओलैबू। से बोहू दी जन जाक परस्पर कथा हेबे, मु जेहेतु दियो पूजा सबुदिन करुची तेणु मु स्वर्ग को जीवी, तू जेहेतु सबुदिन बासन माजुचु तू नर्क को जीवु। एटा होची गोटे भूल चिंताधारा। जेतेबेले चित्रगुप्त जाई देखिबे तमर कर्म देखिबे, सेठी देखिबेनी किए रिटायर्ड हैला, प्रोफेसर टे रिटायर्ड हैला कि पियन रिटायर्ड हैला कि स्वीपर रिटायर्ड हैला, सेटा केही देखिबेनी। रिटायरमेंट को मु कहे गोटे मुहूर्त, जो मुहूर्त रे हमें पछकु चाहिबार गोटे अवकाश मिले। लुक बिहाइंड, 40 वर्ष भितर ए अनुष्ठान रे कोन तमे करिच, तम सोसाइटी पई कंट्रीब्यूशन कोन, केते केते पिलांको तमे मनीष करिच, केते ठकीच, ई सबुर हिसाब किताब करिया पई जो मुहूर्त रे हमें पछकु चाहे सेही मुहूर्तटा होची रिटायरमेंट। ता माने गोटे मुहूर्त रे मु टिके फ्री हेबी टू लुक बिहाइंड, टू लुक माय पास्ट, कोन कोन सब मो जीवन रे मु करिची। सेठी तले चित्रगुप्त तंकर फाइल खोजिबे, सेठी देखिबेनी जे ये प्रोफेसर की ये पियन की ये क्लर्क की ये झाड़ूदार, सेटा देखिबेनी। से देखिबे झाड़ूदारटा ठीक से झाड़ू मारिची ना नाही, पियन तार से काम ठीक से करिची ना नाही, आ ये प्रोफेसर ठीक से पाठ पढ़िचंद ना नाही। जदि झाड़ूदार ठीक से झाड़ू मारी थिबो से स्वर्ग को जीवो, जदि प्रोफेसर पाठ न पढ़े कि ठकी थिबे से नर्क को जीवे। तेणु ये जो बहु दी जन कथबार्ता होचंती, तू जदि तो पूजा कामटा को बड़ बोली भावना, पूजा कामटा जेपरी गोटे कर्म सेहीपरी बासन माजियाटा मध्य सेहीपरी गोटे कर्म। तेणु कौन सी कर्म को आमे छोट बड़ बोली न भाबी, ये होची कर्म अभिमान, कर्म प्रति आसक्ति, कर्म प्रति गोटे लालसा, यही कर्म मु करिवि से कर्म मु करिवि नाही, काहे कि प्रिंसिपल मते कहिले घर ओळेयाकू, हमर तो कॉलेज रे झाड़ूदार अछंती, मु काहे कि घर ओळी इगो। तेणु मु जो कामटा मते असाइन्ड करा जाईची, जदि प्रिंसिपल मते योग्य बोली भाबिले जे मु परिष्कार करी आज सेमिनार हॉल टाकू ओळी देई परिबी, मो मन भितर दीटा वृत्ति आसीबो। गोटे आसीबो मते काहे कि कहिले, आउ गोटे वृत्ति आसीबो मते कहिले मु एको सफा कर देबी, ए चेयर को सफा कर देले आज मिनिस्टर बसिबे, आज एठी प्रिंसिपल बसिबे, मो सफा कर देथवा हॉल रे आज जगन्नाथंकर पूजा हबो, मु केते भाग्यवान, ई भी गोटे मनोवृत्ति ही परिबो। तेणु आमे से गोटे काम को को मनोवृत्ति रे करि पारुछे, जदि आमे छोट काम बड़ काम ए विभेद न करी कर्मटा को केवल ड्यूटी हिसाब रे करूचे, ताले से कर्म आमे दियो पूजारे नाही कि बासन मजारे नाही, आमे घर ओळेबारे नाही कि क्लास रे पाठ पढेबारे नाही। सेही प्रोफेसर क्लास रे पाठ पढै परिबे, सेही प्रोफेसर मध्य क्लास रूम टाकू मु तो ओळेई दिए, विश्वास करिवेनी पिला नथांती केही नथांती, मोर क्लास रूम टाकू मु ओळेई दिए, अवश्य लुचै करी ओळेई दिए। काले की कोन देखले भाबियो काहे गोटे बेकार मते किछि कमेंट्स पाइया को चाहूनी, मोर रूम टा सफा मा दरकार, बस सफा कर देली, सफा कर देला पर जाके मो चेयर रे बस पड़ली, चेयर रे बस पड़ले मु टीचर, घर ओळेई देला बेले मु गोटे कर्मी, मु पाठ पढेला बेले कर्मी, घर ओळेई देला बेले भी कर्मी, बस फिनिश। तेणु यही जो मनोवृत्ति मो कौन सी काम मो पई छोट नुह, कौन सी काम मो पई बड़ नुह, ए कर्म अभिमान, ए कर्म मोह जदि दूर हो गला ताले बासन मजा काम जेतिकी दिया पूजा काम जो जो बहुटी करूथबो सी यदि ठीक से दिया को पोछु नथिबो, सी यदि खाली मन इच्छा भाव रे गोटे कर दउथबो ताले से नरक को जीवो। वर्ष वर्ष धरिकी दिया पूजा यदि से ठीक से न करिची से नरक को जीवो। किंतु जब जे ठीक से बासन माजिची से मो फेयरवेल मीटिंग रे मु एमती कहे, एमती बेले बेले 8 एबे तो सब प्रति मास रे 7 जन 8 जन लगे रिटायर्ड होचंती, सब बसिथिबे, प्रिंसिपल बसिथिबे, सेठी बसिथिबे, पियन बसिथिबे,
ସେଠି କ୍ଲର୍କ ବସିଥିବେ। ମୁଁ କହିଲି ରିଟାୟାରମେଣ୍ଟରେ ଏ ପ୍ରଫେସର ପିଅନ ପ୍ରିନ୍ସିପାଲ କିଛି ନାହିଁ। ସେମିତି ମଶାଣିରେ ବି ନାହିଁ। ମଶାଣିରେ ଦେଖିବେ ରଜା ପୋଡ଼ା ହଉଥିବେ, ସେପଟେ ଗୋଟେ ସାଧାରଣ ଲୋକଟେ ପୋଡ଼ି ହେଉଥିବ। ଆରେ ଦି ଜଣ ଯାକ ତ ପୋଡ଼ି ହେଇଯାଉଛନ୍ତି, ଦି ଜଣ ଯାକ ତ ଧ୍ୱଂସ ହେଇଯାଉଛନ୍ତି। ଆଉ ରଜା କିଏ ପ୍ରଜା କିଏ? ମୁଁ କହିଲି ଯୋଉ ରିଟାୟାରମେଣ୍ଟରେ ଯୋଉ ବସିଛନ୍ତି ଏମାନଙ୍କର ପଦପଦବୀ ଆଉ କିଛି ମୂଲ୍ୟ ନାହିଁ। ଖାଲି ଦେଖିବା ଏମାନଙ୍କର ପାଷ୍ଟ ରେକର୍ଡ କଣ, ଏମାନେ କଣ କରିଛନ୍ତି 40 ବର୍ଷ ଭିତରେ। ଆଉ କଣ ଖାଲି ଯାଇକିରି କୁମ୍ଭ ମେଳାରେ ବୁଡ଼ ପକେଇଦେଲେ ହବ କି? କୁମ୍ଭ ମେଳା ତ ସବୁବେଳେ ଆସିବନି, ସେ ତ 150 ବର୍ଷରେ ଥରେ ଆସିବ। ଲୋକଙ୍କର ଗୋଟେ ଭାବନା, ଯାହା ପାପ କରିଥିବା ଯାଇକିରି କୁମ୍ଭ ମେଳାରେ ବୁଡ଼ ପକେଇଦେଲେ ସବୁ ପାପ ନାଶ ହେଇଯିବ। କର୍ମ ଆପଣଙ୍କୁ ଗୋଡେଇକି ଧରିବ। କର୍ମ କେବେ ଆପଣଙ୍କୁ ଛାଡ଼ିବ ନାହିଁ। ଯୋଉ କର୍ମ ସବୁ କରିଥିବେ ଶୁଦ୍ଧ ମୂଳ ଆକାରରେ ଆପଣଙ୍କ ପଛରେ ସେ ପଡ଼ିଥିବ ମୃତ୍ୟୁ ପର୍ଯ୍ୟନ୍ତ ଏବଂ ପରଜନ୍ମ ପର୍ଯ୍ୟନ୍ତ। ତାକୁ ପ୍ରାରବ୍ଧ କହନ୍ତି। ଏମିତି ଯାହା କର୍ମ ସବୁ ଆପଣ କରିଛନ୍ତି, ସେ କର୍ମ ଯଦି ବର୍ତ୍ତମାନ ଆପଣ ଭୋଗୁଛନ୍ତି, ଏଟା ପ୍ରାରବ୍ଧ। କାହିଁକି ଆପଣ ଗୋଟେ ପରିବାରରେ ଜନ୍ମ ହେଲେ, କାହିଁକି ଆପଣ ଗୋଟେ କାଷ୍ଟରେ ଜନ୍ମ ହେଲେ, କାହିଁକି ଗୋଟେ ପର୍ଟିକୁଲାର ଭୂମିରେ ଜନ୍ମ ହେଲେ, କାହିଁକି ଆପଣ ଗୋଟେ ଗରିବ ଘରେ କି ଧନୀ ଘରେ ଜନ୍ମ ହେଲେ, କାହିଁକି ଆପଣ ଗୋଟେ ପ୍ରକାର ଆଇକ୍ୟୁ ନେଇକିରି ଜନ୍ମ ହେଲେ। ବହୁତ ଲୋକ ବହୁତ ବୁଦ୍ଧିମାନ, ବହୁତ ଲୋକ ବହୁତ ଷ୍ଟୁପିଡ, ତାଙ୍କର ବୁଝିପାରନ୍ତିନି। କାହିଁକି ଫରକ? ଇଏ ହଉଛି ପ୍ରାରବ୍ଧ। ଆଗରୁ ବାସନା ଯେମିତି ରହିଛି, ଆଗରୁ ଯୋଉ ଅନଫୁଲଫିଲ୍ଡ ଡିଜାୟାର, ଅତୃପ୍ତ ଇଚ୍ଛା ସବୁ ଗୁଡାକ ରହିଛି, ସେଇ ଅନୁସାରେ ଆମେ ଶରୀରଟେ ପାଇଛେ, ସେଇ ଅନୁସାରେ ଆମେ ମନ ପାଇଛେ, ସେଇ ଅନୁସାରେ ଆମେ ବୁଦ୍ଧି ପାଇଛେ, ସେଇ ଅନୁସାରେ ଆମେ ଅହଙ୍କାର ପାଇଛେ, ସେଇ ଅନୁସାରେ ଆମେ ଚିତ୍ତ ପାଇଛେ, ସେଇ ଅନୁସାରେ ଆମେ ନିଜର ପ୍ରବୃତ୍ତି ନିବୃତ୍ତି ଭାବ ସବୁ ପାଇଛେ। ତେଣୁ ଆମେ ପ୍ରତ୍ୟେକ ମୁହୂର୍ତ୍ତରେ, ସେଥିପାଇଁ ଦିଟା କଥା, ଆମେ ଏମିତି ସବୁବେଳେ ବନ୍ଧନ ଭିତରେ ଅଛେ, ତାକୁ କହନ୍ତି ଡିଟରମିନିଂ ଫ୍ୟାକ୍ଟର। That means our birth is determined, our existence is determined, we are never free. କାହିଁକି ନା ଆମ ପ୍ରାରବ୍ଧ ଆମକୁ ବାନ୍ଧିକି ରଖିଛି, we are always conditioned। କିନ୍ତୁ ତା ଭିତରେ ଆଉ ଗୋଟେ ସ୍କୋପ ଅଛି, ଆମେ ଯେତେ ବାନ୍ଧି ହେଇଥିଲେ ବି ଆମେ ବର୍ତ୍ତମାନର କର୍ମ ଦ୍ୱାରା ଆମ ଫ୍ୟୁଚର ଡେଷ୍ଟିନିକୁ, ଫ୍ୟୁଚର ଭାଗ୍ୟକୁ ଆମେ ଚେଞ୍ଜ କରିପାରିବା। ଏ କେବଳ ମଣିଷ ପାଖରେ ସମ୍ଭବ। ମଣିଷ ତାର ବୁଦ୍ଧି ଦ୍ୱାରା, ମଣିଷ ତାର ଆଧ୍ୟାତ୍ମିକ ସାଧନା ଦ୍ୱାରା, ତାର ଯେତେ ପ୍ରାରବ୍ଧ, ଯେତେ ଖରାପ ପ୍ରାରବ୍ଧ ଥାଉ, ଧୀରେ 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 ସେ ପ୍ରାରବ୍ଧକୁ ପରିବର୍ତ୍ତନ କରି ସେ ନିଜର ଡେଷ୍ଟିନିକୁ ଚେଞ୍ଜ କରିପାରିବ। So I am a victim of my prarabdha, but at the same time I am the maker of my destiny. Future ମୋ ହାତରେ, ଅତୀତ ମୋ ହାତରେ ନୁହଁ। ଅଦୃଶ୍ୟ ଅତୀତ, ଯୋଉ ଅତୀତକୁ ମୁଁ ଦେଖି ନାହିଁ, ମୁଁ ଚଏସ୍ କରିକି ମୋ ବାପା ମାଙ୍କ ଠାରୁ ଜନ୍ମ ହେଇନାହିଁ। ବାପା ମାର ଗର୍ଭରେ ଯୋଉ ଅଗଣିତ ସମ୍ଭାବନା ଥିଲା, ତା ଭିତରୁ ମୁଁ ଜନ୍ମ ହେଇଛି। ତାର ଅର୍ଥ ହଉଛି ବହୁତ ଗୁଡିଏ ଭାଇ ଭଉଣୀ ଜନ୍ମ ହେଇପାରିଥାନ୍ତେ, ସେମାନଙ୍କ ଭିତରୁ ମୁଁ ବଛା ହେଇଛି। ଅଗଣିତ ଭାଇ ଭଉଣୀଙ୍କ ଭିତରେ ମୁଁ କମ୍ପିଟିସନ କରି ଜନ୍ମ ହେଇଛି। ମୁଁ କେତେ ଭାଗ୍ୟବାନ। ଆମେ ସବୁବେଳେ ମିରରକୁ ଦେଖିକିରି, ଦର୍ପଣକୁ ଦେଖିକିରି ଆମେ କାନ୍ଦି ପକେଇବା ଉଚିତ। ଆମେ ଖୁସିରେ ପାଗଳ ହେଇଯିବା ଉଚିତ ଯେ ଏତିକି ଅନବର୍ନ ବ୍ରଦର୍ସ ଆଣ୍ଡ ସିଷ୍ଟରଙ୍କ ସହିତ ଫାଇଟିଂ କରିକିରି, କଣ୍ଟେଷ୍ଟ କରିକିରି ଗୋଟେ ମୁଁ ଜନ୍ମ ହେଇଯାଇଛି ବାଇ ଚାନ୍ସ। ମୁଁ କେତେ ଭାଗ୍ୟବାନ। ତେଣୁ କଣ ନାହିଁ ମୋର, ଆଟଲିଷ୍ଟ ଆଇ am born out of many possibilities। ତେଣୁ I shall make my destiny। ମୁଁ ମୋ ଡେଷ୍ଟିନିକୁ ତିଆରି କରିବି, ମୁଁ ସୁନ୍ଦର ଜୀବନଟିଏ ବଞ୍ଚିବି, ମୁଁ ଶୃଙ୍ଖଳିତ ହେବି। ତା କୋଉଠୁ ଷ୍ଟାର୍ଟ ହବ ନା ମୋର କର୍ମରୁ ଷ୍ଟାର୍ଟ ହବ। ପ୍ରଥମ କ୍ଲାସ, ନର୍ସରୀ କ୍ଲାସ ହଉଛି ମୁଁ କର୍ମ କରିବି। ତାପରେ କ୍ଲାସ 1 ହଉଛି, ମୁଁ କ୍ଲାସ 1 କୁ ଯିବି, ମୁଁ ସେତେବେଳେ ଚିନ୍ତା କରିବି ମୁଁ କର୍ମ କରିବି ଯେ ମୁଁ ଜାଣିପାରୁଛି ଯେ ମୁଁ ବନ୍ଧନରେ ପଡିଯାଉଛି। ବହୁତ ଲୋକ ଜାଣିପାରନ୍ତିନି, ବନ୍ଧନରେ ପଡିଯାଆନ୍ତି। ବନ୍ଧନରେ ପଡିଗଲା ପରେ ଆଉ ତା ଦେହରୁ ମୁକ୍ତି ପାଇପାରନ୍ତି ନାହିଁ। ମାନେ କ୍ଲାସ 2 କୁ ଯିବେ, ସେମାନେ କହିବେ ଆରେ ମୁଁ ବନ୍ଧନରେ ପଡିଗଲି। କ୍ଲାସ 3 କି ଗଲା ବେଳକୁ ସେମାନେ ଚିନ୍ତା କରିବା ଉଚିତ ଯେ ମୁଁ କିପରି ଏ ବନ୍ଧନରୁ ମୁକ୍ତି ପାଇବି। ସେଥିପାଇଁ ଏ 5ଟା କଥା। ଗୋଟେ ହେଲା ମୁଁ କର୍ମକୁ ଡ୍ୟୁଟି ସେନ୍ସରେ କରିବି, କର୍ତ୍ତବ୍ୟ ସେନ୍ସରେ କରିବି। ରଜା ମଧ୍ୟ ଛେରା ପହଁରା କରନ୍ତି। ଘରର ଯିଏ ଜେଜେବାପା, ସିଏ ମଧ୍ୟ ଯାଇକିରି ଲାଟ୍ରିନ୍ ସଫା କରନ୍ତି।
ଘରର ଯିଏ ମୁରବୀ ସିଏ ମଧ୍ୟ ବ୍ୟାଗ ଧରି ଯାଇ ପରିବା କିଣନ୍ତି। ତାର ମାନେ ନୁହେଁ ଯେ ମୁଁ ମୁରବୀ, ମତେ ଖାଲି ଆଣି ଖାଇବାକୁ ଦବ, ମୁଁ ଖାଇବି, ମୁଁ ଖାଲି ଡିରେକ୍ସନ ଦେବି, କେହି ମାନିବେନି ଆପଣଙ୍କୁ। ଆପଣ ଯଦି ସବୁ ହେଇପାରୁଥିବେ ତାହେଲେ ଆପଣଙ୍କୁ ଲୋକେ ମାନିବେ। ଆପଣ ଛୋଟ ଛୁଆଟେ ହେଇପାରୁଥିବେ ନାତି ସହିତ, ଆପଣ ଯୁବକଟିଏ ହେଇପାରୁଥିବେ ପୁଅ ସହିତ, ଆପଣ ବୋହୂ ସହିତ ବି ଗୋଟେ ପର ଝିଅଟେ ତା ଲେବୁଲକୁ ବି ଆସିପାରୁଥିବେ। ଆପଣଙ୍କ ବାପା ଯଦି ବଞ୍ଚିଛନ୍ତି ଆପଣ ତାଙ୍କ ଲେବୁଲକୁ ବି ଯାଇପାରୁଥିବେ। ଆପଣ ଯଦି ସବୁ ହେଇପାରୁଥିବେ, ଯେମିତି ମୁଁ ସ୍ତ୍ରୀ ଲୋକମାନଙ୍କୁ ବହୁତ ସମ୍ମାନ କରେ ଏଇଥିପାଇଁ, ଗୋଟେ ସ୍ତ୍ରୀ ଲୋକ ବହୁତ ସହଜରେ ସବୁ ହେଇପାରନ୍ତି। ଛୁଆଟିଏ ପରେ ଛୁଆ କକବାୟା ଆସିବ, ଖାଇଦେ ଖାଇଦେ ଖାଇଦେ, ଛାତ ଉପରେ ବୁଲି ବୁଲିକିରି ଘଣ୍ଟା ଘଣ୍ଟା ଧରିକିରି ସେ ଛୁଆକୁ ଖୁଆଉଥିବେ। ଇଜ ଇଟ୍ ନଟ୍ ଏ କର୍ମ? ତାକୁ ଆମେ କର୍ମ କହିବାନି କି? ଯେତେବେଳେ ମାଟା ଛୁଆକୁ ଖୁଆଉଛି ସେ ଛୁଆ ହେଇଯାଉଛି। ମା ଯଦି ଛୁଆ ନ ହବ, ମା ଯଦି ମା ହେଇକିରି ରହିବ, ଛୁଆ ଖାଇବନି। କାରଣ ଛୁଆ ଜାଣେନି ମା କଣ ବାପା କଣ। ଛୁଆ ଖାଲି ଜାଣିବ ଯେ ଇଏ ଯିଏ ମତେ ଖୁଆଉଛି ଇଏ ମୋ ସମାସ୍କନ୍ଦ କି ନାହିଁ। ତେଣୁ ମା ଛୁଆ ହୁଏ। ଆମେ ଯେତେବେଳେ କ୍ଲାସରେ ପାଠ ପଢଉଛୁ ଆମେ ଷ୍ଟୁଡେଣ୍ଟ ହଉ, ତାର ଅର୍ଥ ମୋ ସାମ୍ନାରେ ଅଡିଏନ୍ସ କିଏ ଅଛନ୍ତି, ମୋ ସାମ୍ନାରେ ଯଦି ଷ୍ଟୁଡେଣ୍ଟସ ମାନେ ଅଛନ୍ତି ଆମେ ତାଙ୍କ ଲେବୁଲକୁ ଯାଉ, ତାଙ୍କ ସ୍ତରକୁ ଯାଉ। ଆଉ ସେମିତି ଖାଲି ଏଇ ଯୋଉ ଏବେ ସବୁ ବାହାରିଛି ସ୍ଲାଇଡ୍ସ ବାହାରିଛି, ଖାଲି ସ୍ଲାଇଡ୍ସ ଦେଖିକିରି ଖାଲି ମନ ଇଚ୍ଛା ପାଠ ପଢେଇଦବା, ସ୍ପିଚ ଦେଇଦବା, ଏଇଟା ନୁହଁ। ଆପଣଙ୍କୁ ସେଇ ସ୍ତରକୁ ଯିବାକୁ ପଡିବ। ମୋ ସାମ୍ନାରେ ଅଡିଏନ୍ସ କୋଉମାନେ ବସିଛନ୍ତି, ମୁଁ କାହାକୁ ଆଡ୍ରେସ କରୁଛି, ମତେ ସେଇ ସ୍ତରକୁ ଯିବାକୁ ପଡିବ। ସପୋଜ ମୁଁ ୟୁନିଭର୍ସିଟିରେ ଟକ୍ ଦଉଛି, I am addressing to the professors, then I shall go to that level. Otherwise that means I don't give justice. ମୁଁ ଯଦି ଛୋଟ ଛୁଆଙ୍କ ଲେବୁଲକୁ ନ ଯାଇ ପାରୁଛି ତାହେଲେ ଅବଶ୍ୟ ମୁଁ ଜଷ୍ଟିସ ଦେଇପାରୁନି। ତେଣୁ ଆମେ ଫ୍ଲେକ୍ସିବୁଲ ହବା, ଆମେ ସବୁ ପ୍ରକାରର ହେଇପାରୁଥିବା। କେତେବେଳେ ହବ? ଯେତେବେଳେ ଆମ ଭିତରେ ଅହଙ୍କାର ନଥିବ, ଯେତେବେଳେ ଆମର କର୍ତ୍ତା ଭାବ ନଥିବ, ଯେତେବେଳେ ଆମ ଭିତରେ କର୍ତ୍ତୃତ୍ୱ ଭାବ ନଥିବ, ସେତେବେଳେ ଆମେ ସବୁ ହେଇପାରିବା। ଯେମିତି ବ୍ରହ୍ମା ସବୁ ହେଇପାରନ୍ତି, ଭଗବାନ ସବୁ ହେଇପାରନ୍ତି, ଏକମ୍ ବହୁଶ୍ୟାମି, ଜଣେ ସବୁ ହେଇପାରିବ, ସେମିତି ଆମେ ସବୁ ହେଇପାରିବା। ଆମେ ଛୋଟ ପିଲାଟି ହେଇପାରୁଥିବା, ଯଦି ଯୁବକ ମାନଙ୍କୁ ଆଡ୍ରେସ କରୁଛେ ଆମେ ତାଙ୍କ ସ୍ତରରେ କେମିତି କଥା କୁହାଯିବ ଆମେ ସେମିତି ହେଇପାରୁଥିବା। ଯଦି ଆମେ ପ୍ରଫେସର ମାନଙ୍କ ସହିତ କଥା ହଉଛେ ତାଙ୍କ ସହିତ କେମିତି କଥା କୁହାଯିବ ଆମେ ସେମିତି ବି ହେଇପାରୁଥିବା। ଆକୁ କର୍ମ କହନ୍ତି। ଆପଣଙ୍କର ଯଦି ଗୋଟେ ରିଜର୍ଭେସନ ରହିବ ଯେ ମୁଁ ଏମିତି କହିବି, ଆପଣ ବୁଝିଲେ ବୁଝନ୍ତୁ, ନ ବୁଝିଲେ ନାହିଁ, ଦ୍ୟାଟ ଇଜ ନଟ ଜଷ୍ଟିଫିକେସନ ଅଫ କର୍ମ। ତାର ଅର୍ଥ କର୍ମକୁ ମୁଁ ଡ୍ୟୁଟି ସେନ୍ସରେ କରିବି। whatever is assigned to me, I am a worker, I am a कर्मयोगी, I am accepting that as my duty। प्रथम पॉइंट हैला मु कर्म को ड्यूटी सेन्स रे करिବି। द्वितीय कथा हैला मु कर्म कला बेले मोर कर्तृत्व भाव रखिबि नाही जे मु करूची। अरे मु करूची किंतु मु करूची बोली से भावनाटाକୁ ସବୁବେଳେ ମୁଁ ମନ ଭିତରେ ରଖିବି ନାହିଁ। ରଖିଲେ କଣ ହବ? ସେଥିରେ କର୍ମର ହାନି ହବ, କର୍ମର କ୍ଷତି ହବ। ମୁଁ ଜାଣିଛି ମୁଁ କରୁଛି, ଥରେ ଜାଣିଗଲା ପରେ ଯଦି ବାରମ୍ବାର ମୁଁ କରୁ, ବହୁତ ଲୋକ ଏମିତି ଅଛନ୍ତି, ଯଦି ସେ ପରିବା କିଣିକି ଆଣିଥିବେ, ଯଦି ତାଙ୍କୁ କେହି ସେଟା ପଚାରୁନାହାନ୍ତି କି କେହି ତାଙ୍କୁ କ୍ରେଡିଟ ଦଉନାହାନ୍ତି, ସେ 5 ଥର କହିଉଥିବେ ପରିବାଟା ମୁଁ ଆଣିଛି, କମ ରେଟ୍, ଏତିକି ବାଇଗଣ କିଲୋ ଏତିକି, ମାନେ ସେ ବାରମ୍ବାର କହି ହଉଥିବେ ଯେ ମୁଁ କରୁଛି। ଯଦି ଘରେ ଗୋଟେ ସ୍ତ୍ରୀ ଲୋକ ରୋଷେଇ କରିଥିବେ ତାଙ୍କୁ କେହି ପ୍ରଶଂସା କରୁନାହାନ୍ତି, ସେ ବାରମ୍ବାର କହିଉଥିବେ ରୋଷେଇଟା ମୁଁ କରିଛି, ସେ କିଛି କରିନି, ସବୁ ମୁଁ କରିଛି। ଯଦି ବଡ ବୋହୂକୁ ପ୍ରଶଂସା କରାଯିବ, ସାନ ବୋହୂ କହିଲେ ମୁଁ ପରା ଏଇଟା କରିଥିଲି, ମୁଁ ପରା ସେଟା କରିଥିଲି, ମୁଁ କରିଥିଲି। ଆ ଫଳରେ କଣ ହୁଏ? ଆମେ ଆସ୍ତେ ଆସ୍ତେ ବନ୍ଧନରେ ପଡୁ। ତେଣୁ କର୍ତ୍ତୃତ୍ୱ ଭାବ ରଖିବା ଦରକାର ନାହିଁ। କର୍ମକୁ ଡ୍ୟୁଟି ସେନ୍ସରେ କଲେ ଅଟୋମେଟିକାଲି କର୍ତ୍ତୃତ୍ୱ ଭାବ ଦୂର ହେଇଯିବ। ଏଟା ସେକେଣ୍ଡ ପଏଣ୍ଟ। ଥାର୍ଡ ପଏଣ୍ଟ ହେଲା ଆମେ କର୍ମ କଲା ବେଳେ ଫଳ ପ୍ରତି ଆଶା ରଖିବା ନାହିଁ। ଫଳକୁ ଆମେ ଭାବିବା, ଫଳଟାକୁ ଆମେ ମନରେ ଭାବିକିରି କର୍ମ ଷ୍ଟାର୍ଟ କରିବା। କିନ୍ତୁ ସବୁବେଳେ ଯଦି ଆମେ ଫଳର କଥା ଚିନ୍ତା କରିବା ତାହେଲେ କର୍ମର ଯୋଉ ଫ୍ଲୋ, ସେ ଫ୍ଲୋ ନଷ୍ଟ ହବ। ଏଠି ବହୁତ ଲୋକ ଭୁଲ ବୁଝନ୍ତି ଯେ କର୍ମର ଫଳ ବିଷୟରେ ତ ଆଶା କରିବନି, ତାହେଲେ କେମିତି କର୍ମ କରିବ? ତେଣୁ କର୍ମର ଫଳ ବିଷୟରେ ଆମେ ଗୋଟେ ଓରିଏଣ୍ଟେସନ ରହିବ, ଗୋଟେ ପ୍ଲାନିଂ ରହିବ, କିନ୍ତୁ କର୍ମର ଫଳ ବିଷୟରେ ଆମେ ଏତେ ଓରିଡ ହବାନି, ଓଭର ଥିଙ୍କିଂ କରିବାନି, ସେଥିରେ ହ୍ୟାଙ୍ଗିଂ ହେଇଯିବା ନାହିଁ। ଥାର୍ଡ ପଏଣ୍ଟ। ଫୋର୍ଥ ପଏଣ୍ଟ ହେଲା ଯୋଉ କର୍ମଟା ଆମେ କରିବା
ताकू लोक संग्रह पाई करिबा ताकू गोटे सोसाइटी पाई करिबा केते अधिक लोक या द्वारा उपकृत हो पारिबे। बर्तमान आम ये डिस्कसन करूचे आम जो ये 20-25 जन अच्छे ये लोक संग्रह एटा आम ये परस्पर कथा होचे किंतु ये 25 जन शुणुचंती मु तो रेकर्डिंग करूची काली यूट्यूब रे छाड़ीबी तले आकु यूट्यूब रे बहुत लोक देखिबे तुम लोक संग्रह हो गला तुम एठी जो कर्म करा होची एते किछि व्यक्तिगत सुख नाही एटा लोक संग्रह पई करा गला। फिफ्थ पॉइंट होची जो कर्म मु करूची मु समर्पित भाव रे करबी मु निमित्त मात्र मु भगवान को पई करूची एई मनोवृत्ति रे हमें करबा। जो माने एथेइस्ट जो माने भगवान को विश्वास करू नहांती से माने एटलीस्ट बुझी परिबे जे मु नेचर पई करूची मु प्रकृति पई करूची मु सोसाइटी पई करूची एई गोटे किछि हायर पावर अछि मु ताहा पई करूची। एबो सिक्स्थ पॉइंट हला मु जो कर्म करबी मु निर्मल चित्तरे करबी स्वाधीन चित्तरे करबी मु कोनसी प्रकार प्रेशराइज्ड हेकरी करबी नाही। एई जदि एतिकी कंडीशन को हमें मानिबा आकु हमें निष्काम कर्म बोली कहिबा एई परि भाव रे कर्म कले से कर्म हमकु बंधन रे पकेबो नाही। तले कर्म सरिला कर्म जोग सरिला कर्म संन्यास कोन कर्म जोग होची कर्म करिवार कौशल कर्म संन्यास होची कर्म को छाड़ीबार कौशल। जदि मु कर्म करूची ता पय गोटे कौशल दरकार धरा जो मोटे कार चलाउची कार चलिया पई मोर तार कौशल जानिया दरकार ड्राइविंग स्किल जानिया दरकार किंतु गोटे स्टॉपेज रे पहुंचला सेठी आमे रहिबा उचित सेठी भी कहबी ना मु छाड़ीबी नाही मु सेमती कार चलाउथिबी मु रिटायर हेबी नाही मु मोटे ग्राहस्थ जीवन छाड़ीबी नाही। जेते बेले कर्मटी मिलुछि आमे ताकू ड्यूटी सेंस रे करिबा किंतु जेते बेले कुहा जाउची जे तुमे से कर्म को छाड़ तुमठु आ ड्यूटी आशा करा जाउ नाही तुमरो टाइम सरी गला सेते बेले जदी आमे कर्म को छाडुने सेई कर्म जोगरे मातिकरी रहुचे ताहाले सेडा मध्ये आ गोटे प्रकार बंधन तनो कर्म जोगटा गोटे निर्दिष्ट सोपान पाई से सोपान सरी गले जेते बेले समय आसीबो कर्मरु निवृत्ति हबा पाई आमे कर्म को भी छाड़ीबा सेति पई अष्टादश अध्याय रे गोटे डिस्टिंक्शन करा जायछि त्याग और संन्यास। त्याग कहिले आमे कर्म करिबा फल को त्याग करिबा कर्तृत्व भाव को त्याग करिबा जो कर्मर अभिमान को त्याग करिबा एरा हला त्याग किंतु संन्यास कहिले आम भितरे कर्म करिवार जो वासना जोठु कर्म सृष्टि हुए से वासना आमे सृष्टि करिबा नाही जहा फल मो भीतर नूतन कर्म सृष्टि हम ना कर्मटे नूतन जो समय जो कर्म असुंदर आपन जेजेबापा हो गले आपणकर जेजेबापा समय जो कर्म सुंदर सेटा कले भल आपण भीतर यदि से युवक सुलभ वासना गुड़ाक रोचे से वासना मरु नाही से वासना सरू नाही तार अर्थ से वासना रु पुणी कर्म सृष्टि होउची तार अर्थ वासना रु जो कर्म सृष्टि होउची से वासना को आमे निपात करिबा ताकू आमे बंद करिबा वासना हेले कर्म सृष्टि हबो तार तो कर्मरु संन्यास माने नुह जे आमे घर द्वार छाड़ी हिमालय पळेबा आमे हम ड्यूटी करिबा नाही ता अर्थ सेया नुह किंतु ड्यूटी जेते बेले आवश्यक नाही जेते बेले ड्यूटी आपन को ठारू छड़ी निया जाउची जेते बेले आपन को कहा जाउची विश्राम कर फॉर एग्जांपल डॉक्टर आपन कहबे टेक 5 days रेस्ट आप नाई से 5 days मु रेस्ट नहीं परबिनी मु तो कर्म न कले रही परबी नाही यू विल सफर मु कर्म जेमती कर्मयोगी हिसाब रे करि पारे सेमिति मु डॉक्टर कथा मानि करी 5 दिन रेस्ट नहीं पारे ए जो न्यूट्रल माइंड ए जो स्थित प्रज्ञ मन ए मन कर्म करि पारे कर्मयोगी हिसाब रे एवं एई मन मध्य कर्मरु निवृत्त होई पारे ताको कहंती प्रत्याहार जेति के हमें प्रवेश करूथुबा सेति के हमें पछुक फेरी पारुथुबा ताहले हमें कोठी नाही मु ताको कहे जीरो माइंड माने हमें कोठी नाही हमें प्रवेश रे नाही कि एठी भी नाही निवृत्त रे नाही हमें निवृत्त होई परिबा एवं हमें मध्य प्रवेश करि परिबा एई जो फ्लेक्सिबिलिटी माइंड एई जो स्थित प्रज्ञ मन एई मनर द्वारा हमें कर्म संन्यास रे पहुंच परिबा मु बेसी आ कहू नाही
এটা କହିଲେ ବହୁତ ଲମ୍ବା ହବ। ଆମେ ଏତିକି ଖାଲି ଯେହେତୁ ଅଧଘଣ୍ଟେ ସମୟ ଦିଆଯାଇଛି, ମୁଁ ଖାଲି 2 ମିନିଟରେ ଖାଲି ତାକୁ ସିନୋପସିସ୍ କରିଦଉଛି କଣ କହିଲି। କର୍ମଟାକୁ ଆମେ ବୁଝିଲେ କର୍ମ ଇଜ ଏ ଭଲୁଣ୍ଟାରୀ ଆକ୍ସନ। ଯଦି ଭଲୁଣ୍ଟାରିଲି ଆମେ କର୍ମ କରୁନାହେଁ ତାହା ଗୋଟେ ଘଟଣା। ଦ୍ୱିତୀୟ କଥା ହେଲା କର୍ମ ଆମକୁ ବନ୍ଧନରେ ପକଉଛି। କର୍ମ କରୁ କରୁ ଆମେ ବନ୍ଧନରେ ପଡି ଯାଉଛେ। ତେଣୁ ठीक କର୍ମ ଯୋଗ ओके କହୁଛି କର୍ମ ଯୋଗ तुम्हारा କହୁଛି ना डॉक्टर को କର୍ମ दिखा के है सिर्फ ये जो ये छोटा वाला मेडिसिन नहीं है କର୍ମ ଯୋଗ କହୁଛି ଯେ ଆମେ କର୍ମ କରିବା କିନ୍ତୁ କର୍ମର ବନ୍ଧନରେ ପଡିବା ନାହିଁ। ତେଣୁ ସେ କର୍ମ କରିବାର କୌଶଳକୁ ଆମେ ଶିଖିବା। ସେ କୌଶଳ 5 ପ୍ରକାରର 6 ପ୍ରକାରର ମୁଁ କହିଲି। ଏହିପରି ମନୋବୃତ୍ତିରେ କର୍ମ କଲେ ମଧ୍ୟ ଆମେ ବନ୍ଧନରେ ପଡିବା ନାହିଁ। କିନ୍ତୁ ଯେତେବେଳେ କର୍ମକୁ ଛାଡିବାକୁ ପଡିବ ଆମେ କର୍ମକୁ ମଧ୍ୟ ଛାଡି ପାରୁଥିବା। ସିଏ ମଧ୍ୟ ଗୋଟେ ମାନସିକ ବୃତ୍ତି, ସିଏ ମଧ୍ୟ ଗୋଟେ ମାନସିକ ଡିସିପ୍ଲିନ୍, ଗୋଟେ ମେଣ୍ଟାଲ ଡିସିପ୍ଲିନ୍, ଯୋଉ ଅବସ୍ଥାରେ ଆମେ କର୍ମରୁ ବି ନିବୃତ୍ତ ହେଇପାରୁଥିବା। ମୁଁ ଏତିକି କହୁଛି। ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। କିଛି ଭୁଲ ଥିଲେ କ୍ଷମା କରିବେ। ଧନ୍ୟବାଦ। ନମସ୍କାର ସାର୍। ଆଜିର କାର୍ଯ୍ୟକ୍ରମରେ ମୁଁ ପଦିଏ ବି କହିବି ନାହିଁ, କାହିଁକି ମୋର ସେତିକି ସାମର୍ଥ୍ୟ ନାହିଁ ଯେ କିଛି କହିବା ପାଇଁ। ଆସନ୍ତୁ ଆମେ ପରବର୍ତ୍ତୀ ବକ୍ତାଙ୍କୁ ସ୍ୱାଗତ କରିବା। ମୋର ଅନେକ ଅନେକ କୃତଜ୍ଞତା ଡକ୍ଟର ପ୍ରମୋଦ କୁମାର ଦାସ ମହୋଦୟଙ୍କୁ ମୋର ପ୍ରଣାମ। ବର୍ତ୍ତମାନ ପ୍ରଣାମ ଜଣାଇ ସ୍ୱାଗତ କରୁଛି ଡକ୍ଟର କୈଳାସ ଚନ୍ଦ୍ର ମହାରଣା ମହୋଦୟ, ଯିଏକି ଏ କାର୍ଯ୍ୟକ୍ରମର ନିର୍ଦ୍ଦେଶକ, ଶିକ୍ଷାବିତ୍ ତଥା ପ୍ରାବନ୍ଧିକ। ମହୋଦୟଙ୍କ ପ୍ରସଙ୍ଗ ରହିଛି ଭାରତୀୟ ଦର୍ଶନରେ କର୍ମବାଦର ତାତ୍ପର୍ଯ୍ୟ। ନମସ୍କାର ସାର୍, ସ୍ୱାଗତ କରୁଛି କାର୍ଯ୍ୟକ୍ରମ। नमस्कार। सुजनी परिवार चेन्नई प्रयोजित आभासी कार्यक्रम दार्शनिक अनुचिंता प्रतिफलन अन्वेषा एक तात्विक जिज्ञासा। आज ये कार्यक्रम जे मुख्य वक्ता थिले डॉक्टर प्रमोद कुमार दास, निश्चित भाव कृतज्ञता ज्ञापन करी अति सुंदर वक्तव्य। आज मुख्य अतिथि भाव डॉक्टर राधानाथ बेहरा सर समीक्षक भाव उपस्थित अच्छा। अध्यापक अंतर्जामी दीक्षित समग्र कार्यक्रम को संचालन करुछंती संपादक अशोक कुमार सामंत, कार्यक्रम वरिष्ठ उपदेष्टा डॉक्टर आशुतोष सामंत सिंह एवं अन्यतम उपदेष्टा प्रोफेसर गोदावर्ष मिश्र। अति सुंदर भाव आरंभ कर्म उपरे संगीत गान करी आम को अनुप्रेरित करिसेंती विद्युत प्रभा मैडम। समस्त को आभासी कार्यक्रम जोड़ी होता समस्त बंधु मान को प्रज्ञ पुरुष मान को समस्त को मोर प्रणाम। ये कार्यक्रम हठात आरंभ करागला गत काली प्राय संध्या बेले अशोक सर कहले एवं संगे संगे मु प्रमोद सर सहित आलोचना कली। प्रमोद सर संगे संगे राजी हो गले, कारण जितेबाला जेकोसी प्रकार वक्तव्य दवा हुए से प्रमोद सर एक विचक्षणता रही जेकोसी शीर्षक से कही पारती। अति सुंदर भाव सरल भाव जे आठू सरल कह जाई परिबो नहीं कर्म कर्मयोग एवं कर्म संन्यास। अति सुंदर भाव कर्म घटना कौन, कर्म कौन एवं कर्मयोग एवं कर्म संन्यास मुझे अतिरिक्ति करूना। अति सुंदर भाव सांप्रतिक जीवन रे व्यवहारिक जीवन रे कर्म कौन एवं कर्म करिबार कौशल कौन एवं कर्मर संन्यास नेबार तार कौशल कौन, किपरि भाव कर्म को कर्तव्य भाव जने नहीं पारिबो, ता भितरे कर्तृत्व भाव दूर करि पारिबो, फल प्रति आसक्ति रहिबो नाही एवं समाज पई से कार्यटी से कर्मटी निवेदन करिबो, निर्मल चित्तरे निवेदन करिबो एवं स्थितप्रज्ञ भाव से कार्यटी को करिबो। ये सब सुंदर भाव आलोचना करिसेंती, ताको मु कृतज्ञता ज्ञापन करिबी। मोर विषय रही
ଯେ ଭାରତୀୟ ଦର୍ଶନରେ କର୍ମବାଦର ତାତ୍ପର୍ଯ୍ୟ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭାରତୀୟ ଦର୍ଶନରେ ଜୀବନର ସତ୍ୟ ଉନ୍ମୋଚନ ପାଇଁ ଅନେକ ଅନେକ ଉକ୍ତି ରହିଛି, ଅନେକ କଥା ରହିଛି। ଆପଣମାନେ ଆଲୋଚନା ପୂର୍ବରୁ ହୋଇଥିଲେ ଆପଣମାନେ ଜାଣିଛନ୍ତି ଭାରତୀୟ ଦର୍ଶନରେ କିପରି ଆଧ୍ୟାତ୍ମିକତାକୁ ଗୁରୁତ୍ୱ ଦିଆଯାଇଛି ଏବଂ ଭାରତୀୟ ଦର୍ଶନରେ କିଭଳି ଭାବରେ ସଂଶ୍ଳେଷାତ୍ମକ ଦୃଷ୍ଟିଭଙ୍ଗୀକୁ ଆମେ ଖୁବ୍ ସୁନ୍ଦର ଭାବରେ ଗ୍ରହଣ କରିଛେ। ଭାରତୀୟ ଦର୍ଶନରେ ମୁକ୍ତିକୁ ଆଲୋଚନା କରିଛେ। ଭାରତୀୟ ଦର୍ଶନ କିଭଳି ଭାବରେ ଆମ ଭିତରେ ଆଶାବାଦ ସଞ୍ଚାରଣ କରେ ଏବଂ ବିବିଧ ଆଦର୍ଶବାଦ ମଧ୍ୟ ସୃଷ୍ଟି କରେ, ତାହା ଆମେ ଆଲୋଚନା କରିଛେ ପୂର୍ବରୁ। ସର୍ବୋପରି ଭାରତୀୟ ଦର୍ଶନରେ ପୁନର୍ଜନ୍ମ, ଅମରତ୍ୱ ଏବଂ କର୍ମବାଦ ଉପରେ ଅନେକ ଆଲୋଚନା କରାଯାଇଛି। ବିଭିନ୍ନ ସ୍କୁଲରେ ମଧ୍ୟ ତାର ଆଲୋଚନା ହିଁ କରାଯାଇଛି। ମୋର ବେଶୀ କହିବାର ନାହିଁ, ତଥାପି ଯେହେତୁ ଅତି ସୁନ୍ଦର ଭାବରେ ଡକ୍ଟର ଦାସ ଆଲୋଚନା କରିଛନ୍ତି, ମୁଁ କେବଳ ଭାରତୀୟ ଦର୍ଶନର କଥା ମୁଁ କହିବାକୁ ଇଚ୍ଛା କରୁଛି ଯେ ଭାରତୀୟ ଦର୍ଶନ କର୍ମବାଦ ଉପରେ ଗଭୀର ବିଶ୍ୱାସ ରଖେ। ଭାରତୀୟ ଦର୍ଶନ ଯେହେତୁ ଜୀବନ ଭିତ୍ତିକ, ଜୀବନର ପ୍ରତିଟି ଉପାଦାନ କଥା ଭାରତୀୟ ଦର୍ଶନ ଆଲୋଚନା କରେ। କୌଣସି ଗୋଟିଏ ଉପାଦାନକୁ ଭାରତୀୟ ଦର୍ଶନ କେବେ ଛାଡ଼ି ନାହିଁ ଏବଂ ତ୍ୟାଗ ମଧ୍ୟ କରିନାହିଁ। ତେଣୁ ଭାରତୀୟ ଦର୍ଶନ ଏକ ସମନ୍ୱିତ ଦର୍ଶନ, ଏକ ପୂର୍ଣ୍ଣାଙ୍ଗ ଦର୍ଶନ ଏବଂ ପାଶ୍ଚାତ୍ୟ ଦର୍ଶନର ଅନେକ କଥା ଭାରତୀୟ ଦର୍ଶନ ମଧ୍ୟ ଆଲୋଚନା କରିପାରେ। ତେଣୁ ଭାରତୀୟ ଦର୍ଶନକୁ ଯେଉଁମାନେ କୁହନ୍ତି ଯେ ଏହା ଅଲୌକିକତାର ବିଷୟ କରେ, ଏହା ଭିତରେ ଅନେକ ଅନ୍ଧବିଶ୍ୱାସ ରହିଛି, ଏହା ସ୍ପଷ୍ଟ ଭାବରେ ସଂଶ୍ଳେଷାତ୍ମକ ବିଶ୍ଳେଷଣାତ୍ମକ ଆଲୋଚନା କରିପାରେ ନାହିଁ, ତାହା ନିଶ୍ଚିତ ଭାବରେ ଭାରତୀୟ ଦର୍ଶନର ଯେଉଁ କାଣ୍ଡାରୀ ମାନେ ଅଛନ୍ତି, ଯେଉଁ ପ୍ରାଜ୍ଞ ପୁରୁଷମାନେ ପୂର୍ବରୁ ଅନେକ କଥା କହିଛନ୍ତି ଏବଂ ଭାରତୀୟ ଦର୍ଶନର ମହାନ ଦାର୍ଶନ ମାନେ ଏହାକୁ ଖଣ୍ଡନ କରିଛନ୍ତି। ଜୀବନର ଆଧାର ତ ହିଁ କର୍ମ। କର୍ମ ବିନା ମନୁଷ୍ୟ ମୁହୂର୍ତ୍ତେ ବଞ୍ଚି ପାରିବ ନାହିଁ। ଏବଂ ଆପଣମାନେ ଭାରତୀୟ ଦର୍ଶନରେ ଆପଣ ଚାର୍ବାକଙ୍କର ଦର୍ଶନ ପଢ଼ିଛନ୍ତି ଏବଂ ଅନ୍ୟମାନଙ୍କ ଦର୍ଶନ ମଧ୍ୟ ପଢ଼ିଛନ୍ତି। ଚାର୍ବାକ ଦର୍ଶନ ବ୍ୟତୀତ ପ୍ରାୟ ସମସ୍ତ ଭାରତୀୟ ଦର୍ଶନ କର୍ମବାଦକୁ କୌଣସି ନା କୌଣସି ଭାବେ ସ୍ୱୀକାର କରିଛନ୍ତି। କେହି କେହି ପ୍ରତ୍ୟକ୍ଷରେ ସ୍ୱୀକାର କରିଛନ୍ତି, କେହି କେହି ପରୋକ୍ଷ ଭାବରେ ମଧ୍ୟ ସ୍ୱୀକାର କରିଛନ୍ତି। କର୍ମବାଦର ମୌଳିକ ଅର୍ଥ ଯାହା ପ୍ରମୋଦ ବାବୁ ଆଲୋଚନା କରୁଥିଲେ ତାହେଲେ କର୍ମ ଅନୁସାରେ ଫଳପ୍ରାପ୍ତି। ଯେଉଁଭଳି ଜଣେ କର୍ମ କରେ ସେଇଭଳି ଜଣେ ଫଳ ପାଏ। ଇଏ ହେଉଛି କର୍ମବାଦର ସାର କଥା। କର୍ମବାଦ ଅନୁସାରେ ଆମେ ଯେତିକି ଆମର ଅନୁଭବ ହୁଏ, ଆମେ ଯଦି କର୍ମବାଦକୁ ଆଲୋଚନା କରିବା ତେବେ ଏହା ଆମ ଭିତରେ ଅନେକ ତାତ୍ପର୍ଯ୍ୟ ସୃଷ୍ଟି କରିବ, ଅନେକ କଥା ଆମକୁ ଆଶାବାଦ ହିଁ ଦେବ। ଆମେ ପ୍ରକୃତ ମନୁଷ୍ୟ ଜୀବନ କିଭଳି ବଞ୍ଚିବା ତାର ଆମକୁ ତାର ଇମ୍ପ୍ଲିକେସନ ମଧ୍ୟ ଦେବ। ଭାରତୀୟ ଦର୍ଶନରେ ବାରମ୍ବାର କୁହାଯାଇଛି ଯେ କୃତକର୍ମର ଫଳ କେବେ ହେଲେ ନଷ୍ଟ ହୁଏ ନାହିଁ ଏବଂ ଅକୃତ କର୍ମର ଫଳ ମଧ୍ୟ ଲାଭ ହୁଏ ନାହିଁ। ଅର୍ଥାତ୍ ସତ୍ କର୍ମ କଲେ ସୁଖ ମିଳେ, ସୁଫଳ ମଧ୍ୟ ମିଳେ। ଅସତ୍ କର୍ମ କଲେ କୁଫଳ ମିଳେ, ଦୁଃଖ ମଧ୍ୟ ମିଳେ। এই ନିୟମଟି ହେଉଛି ଏକ ଅକାଟ୍ୟ ନିୟମ। এই ନିୟମଟି ହେଉଛି ଏକ ଅଲଙ୍ଘ୍ୟ ନିୟମ। ଏହାକୁ କେହି ଲଙ୍ଘି ପାରିବ ନାହିଁ। ସମସ୍ତେ ଏହି ନିୟମରେ ବନ୍ଧା। ତେଣୁ କୃତକର୍ମର ଫଳ ଭୋଗ କରିବା ନିଶ୍ଚିତ ଅଟେ। ଭାରତୀୟ ଦର୍ଶନରେ ଯେଉଁ କର୍ମବାଦ କଥା ଆଲୋଚନା କରାଯାଇଛି, ଗୀତାରେ ମଧ୍ୟ ତାହା ଆଲୋଚନା କରାଯାଇଛି, ଯାହା ପ୍ରମୋଦ ବାବୁ ଆଲୋଚନା କରୁଥିଲେ ଯେ କର୍ମବାଦ କାର୍ଯ୍ୟ କାରଣ ନିୟମ ଉପରେ ପ୍ରତିଷ୍ଠିତ।
କାର୍ଯ୍ୟକାରଣ ନିୟମ ଅନୁଯାୟୀ ଆପଣ ମାନେ ଜାଣନ୍ତି ଯେ ପ୍ରତ୍ୟେକ କାର୍ଯ୍ୟର ଗୋଟେ କାରଣ ଅଛି। ବିନା କାରଣରେ କୌଣସି କାର୍ଯ୍ୟ ସୃଷ୍ଟି ହୁଏ ନାହିଁ ବା ଉତ୍ପନ୍ନ ହୁଏ ନାହିଁ। ଏପରିକି ସମାନ କାରଣ ଥାଇ ମଧ୍ୟ ସମାନ କାର୍ଯ୍ୟ ଉତ୍ପନ୍ନ ହୋଇଥାଏ। ତେଣୁ କର୍ମବାଦ ଅନୁସାରେ ସ୍ୱକୀୟ କର୍ମକୁ କାରଣ ଓ ତାର ଫଳାଫଳକୁ କାର୍ଯ୍ୟ ବୋଲି କୁହାଯାଏ। ଏହି ନିୟମ ଅନୁସାରେ ଇହ ଜନ୍ମରେ ଜଣେ ସୁଖ ବା ଦୁଃଖରେ ଅଛି ବୋଲି କହିବାର ତାତ୍ପର୍ଯ୍ୟ ହେଉଛି ଯେ ଏହା ତାର ପୂର୍ବ ଜନ୍ମର କୃତକର୍ମର ଫଳ। ଏହି କର୍ମବାଦ ସାମାଜିକ ଜୀବନରେ ଅନେକ ସମସ୍ୟାର ସମାଧାନ କରେ। ତେଣୁ ଏହାର ତାତ୍ପର୍ଯ୍ୟକୁ ଆମେ ଅନୁଭବ କରିବା ଆବଶ୍ୟକ। ଅନେକ ସମୟରେ ଆମେ ଦେଖୁ ଯେ ମନେକର ଦୁଇଟି ଶିଶୁ ସମାନ ପରିସ୍ଥିତି ସମାନ ପରିବେଶରେ ଜନ୍ମ ହୋଇପାରନ୍ତି, ସମାନ ଭାବରେ ଲାଳିତ ପାଳିତ ମଧ୍ୟ ହୋଇପାରନ୍ତି, କିନ୍ତୁ ଜଣେ ତା ଜୀବନରେ ସୁଖ ଭୋଗ କରୁଥିଲା ବେଳେ ଅନ୍ୟ ଜଣେ ଦୁଃଖ ଭୋଗ ମଧ୍ୟ କରେ। ଏଥିପାଇଁ ବର୍ତ୍ତମାନ ଜୀବନର କୌଣସି କର୍ମ ବା କୌଣସି ଧାରାକୁ ଆମେ ଦାୟୀ କରିପାରିବା ନାହିଁ। ସେଇଭଳି ଆଉ ଗୋଟିଏ ନବା ଉଦାହରଣ, ଯଦି ଜଣେ ବ୍ୟକ୍ତି ଚୋରି ବା ହତ୍ୟା କରେ ତେବେ ସେ ଧରାପଡ଼ି ଜେଲ ଦଣ୍ଡ ଭୋଗ କରେ ଏବଂ କେହି କେହି ଚୋରି ଏବଂ ହତ୍ୟା କରନ୍ତି କିନ୍ତୁ ଜେଲ ଦଣ୍ଡ ଭୋଗି ନ ପାରନ୍ତି। କର୍ମ ଅନୁସାରେ ଫଳ ପ୍ରାପ୍ତି ହେବା ସ୍ୱାଭାବିକ, କିନ୍ତୁ ଅନେକ କ୍ଷେତ୍ରରେ ଆମେ ଦେଖିଛୁ ଯେ ସାଧୁ ବ୍ୟକ୍ତି ମଧ୍ୟ ଯନ୍ତ୍ରଣା ଭୋଗ କରିପାରେ। ଅସାଧୁ ଲୋକଟି ଦୁଷ୍କର୍ମ କରି ମଧ୍ୟ ସେ ସୁଖ ଏବଂ ପ୍ରାଚୁର୍ଯ୍ୟ ଜୀବନ ମଧ୍ୟ ସେ କଟାଇ ପାରେ। ତେଣୁ ଭାରତୀୟ ଦର୍ଶନରେ ଦାର୍ଶନିକ ମାନେ କର୍ମବାଦ ଅନୁସାରେ ମତାମତ ଦିଅନ୍ତି ଯେ ଏହା ତାଙ୍କର ପୂର୍ବ ଜନ୍ମର କୃତକର୍ମର ଫଳ। ସୁତରାଂ କର୍ମବାଦ କେବଳ ବର୍ତ୍ତମାନ ନୁହେଁ, ଅତୀତ ଏବଂ ଭବିଷ୍ୟତ ଜୀବନ ସହିତ ଏକ ଗଭୀର ସମ୍ପର୍କ ରଖେ। ପୂର୍ବ ଜନ୍ମରେ ଜଣେ ଯେଉଁ କର୍ମ କରିଥାଏ, ଯାହା ଫଳ ଦେବାକୁ ପ୍ରସ୍ତୁତ ହୋଇଥାଏ, ତାହାକୁ ଆମେ ଏଇ ଜନ୍ମରେ ଭୋଗିବା ନିଶ୍ଚିତ ହୋଇଥାଏ। ସେ କଥା ପ୍ରମୋଦ ବାବୁ ମଧ୍ୟ ଆଲୋଚନା କରିଛନ୍ତି। ତେଣୁ ପୂର୍ବ ଜନ୍ମର ସତ୍ୟତା ପ୍ରତି କର୍ମବାଦ ଆମର ଦୃଷ୍ଟି ଆକର୍ଷଣ କରିଥାଏ। ଏହା ଆମ ଅଗୋଚରରେ ଘଟିଥାଏ, କିନ୍ତୁ କର୍ମବାଦ ଆମର ଦୃଷ୍ଟି ଆକର୍ଷଣ ହିଁ କରିଥାଏ। ଏହି କର୍ମବାଦ ବ୍ୟକ୍ତିର ଜୀବନ ଏବଂ ଭାଗ୍ୟକୁ ଅବଶ୍ୟ ନିୟନ୍ତ୍ରଣ କରେ ନାହିଁ, କିନ୍ତୁ ଏହା ସମଗ୍ର ବିଶ୍ୱର ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥାଏ। ବ୍ୟକ୍ତିର କର୍ମ ହିଁ ତାର ଭାଗ୍ୟ ତିଆରି କରେ। ଆମେ ଯେଉଁଭଳି ଭାବରେ କର୍ମ କରିବା ଏବଂ ତାର ଭାଗ୍ୟ ନିଶ୍ଚିତ ଭାବରେ ତିଆରି ହେଇଯାଏ ଆପେ ଆପେ। ଆମ ଅଦୃଶ୍ୟରେ ତାହା ତିଆରି ହୁଏ, ଆମେ ତାକୁ ଦେଖିପାରିବା ନାହିଁ, କିନ୍ତୁ ଆମର ବର୍ତ୍ତମାନ କର୍ମ ତାର ଭାଗ୍ୟ ତିଆରି କରିବାରେ ଲାଗିଥାଏ। ତେଣୁ କର୍ମବାଦ ସହିତ ଭାରତୀୟ ଦର୍ଶନ ପରମ୍ପରାରେ ପୁନର୍ଜନ୍ମକୁ ମଧ୍ୟ ଗୋଟେ କନେକ୍ଟ କରାଯାଇଛି, ସ୍ୱୀକାର କରାଯାଇଛି ଯେ କର୍ମବାଦ ସହିତ ଆମର ପୁନର୍ଜନ୍ମର ସମ୍ପର୍କ ରହିଛି। ଚାର୍ବାକ ଦର୍ଶନଙ୍କ କଥା ଆମେ ପୂର୍ବରୁ କହିଥିଲେ ଯେ ଚାର୍ବାକ ଦର୍ଶନକୁ ଛାଡ଼ିକି ବୌଦ୍ଧ ଧର୍ମ ଠାରୁ ଆରମ୍ଭ କରି ଅନ୍ୟ ଯେତେ ରହିଲା ସ୍କୁଲ ରହିଲା ଯେ ବେଦାନ୍ତ ପର୍ଯ୍ୟନ୍ତ ସମସ୍ତ ଦର୍ଶନ କର୍ମବାଦ ଉପରେ ଆସ୍ଥା ରଖନ୍ତି ଏବଂ ଏହାର ଫଳସ୍ୱରୂପ ପୁନର୍ଜନ୍ମକୁ ମଧ୍ୟ ସ୍ୱୀକାର କରନ୍ତି। କର୍ମବନ୍ଧନ କଥା କହୁଥିଲେ ପ୍ରମୋଦ ବାବୁ। କର୍ମବନ୍ଧନରୁ ମୁକ୍ତ ନ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ସେ ବନ୍ଧନ ଭିତରେ ଘୁରି ବୁଲନ୍ତି। ଗୀତାରେ କୁହାଯାଇଛି ଜନ୍ମ ମରଣ ଚକ୍ରରେ ଘୁରି ବୁଲନ୍ତି। ଏବଂ ଆଚାର୍ଯ୍ୟ ଶଙ୍କରଙ୍କର ଏକ କଥା ଅଛି, ତାକୁ ଗୋଦାବରୀ ସାର୍ ମଧ୍ୟ ଆଲୋଚନା କରିପାରନ୍ତି ଯେ ପୁନରପି ଜନ୍ମମ୍ ପୁନରପି ମରଣମ୍। ଏ କଥାଟି ର ଗୋଟେ ମୌଳିକ ବିଶ୍ୱାସ ରୂପେ ମଧ୍ୟ ଗୃହୀତ ହୋଇଅଛି। ତେଣୁ ଆମେ ଯେତେବେଳେ ଗୋଟେ ସଚେତନ ଭାବେ ହିଁ କର୍ମ କରୁ, ତାକୁ ପ୍ରମୋଦ ବାବୁ ହିଁ କହିଛନ୍ତି ଯେ ଭଲ୍ୟୁଣ୍ଟାରୀ ଭାବରେ ଅର୍ଥାତ୍ ସ୍ୱେଚ୍ଛାକୃତ ଭାବରେ ଯଦି କୌଣସି
ସାଧାରଣ ଜୀବନରେ ମଧ୍ୟ ଯଦି କୌଣସି ମଙ୍ଗଳ ପାଇଁ ହେଉ ସେ କାର୍ଯ୍ୟଟି କରୁ ତାକୁ ମଧ୍ୟ ହିଁ କର୍ମ କୁହାଯିବ। କିନ୍ତୁ ଏକଥା ମଧ୍ୟ କୁହାଯାଇଛି ଯେ କର୍ମର ବିପରୀତ ଆଚରଣକୁ ବିକର୍ମ କୁହାଯାଏ। କାମନା ବିହୀନ କର୍ମ ହିଁ ଅକର୍ମ ବା ନିଷ୍କାମ କର୍ମ। କେହି କେହି ଅକର୍ମକୁ ନେଗେଟିଭ ଭାବରେ ବ୍ୟବହାର କରିଥାନ୍ତି, କିନ୍ତୁ କାମନା ବିହୀନ କର୍ମ ହିଁ ଅକର୍ମ ବା ନିଷ୍କାମ କର୍ମ। ଭଗବତ ଗୀତାରେ ଅତି ସୁନ୍ଦର ଭାବରେ ଏହାକୁ ଆଲୋଚନା କରାଯାଇଛି। ଗୀତା ଏବଂ ଉପନିଷଦ ମଧ୍ୟ ତାକୁ ଆଲୋଚନା କରାଯାଇଛି। କର୍ମକୁ ଯଜ୍ଞ ଭାବରେ ମଧ୍ୟ ଆଲୋଚନା କରାଯାଇଛି। ଏବଂ ଯୋଉ କର୍ମ କଥା ଭାରତୀୟ ଦର୍ଶନରେ କୁହାଯାଇଛି, ପ୍ରାରବ୍ଧ କର୍ମ କଥା କୁହାଯାଇଛି ଯେ ଯେଉଁ କର୍ମ ଫଳ ଦେବାକୁ ପ୍ରସ୍ତୁତ ହୋଇ ରହିଥାଏ ତାହାକୁ ପ୍ରାରବ୍ଧ କର୍ମ କୁହାଯାଏ। ଏବଂ ଯେଉଁ କର୍ମ ପୂର୍ବରୁ ଜନ୍ମରୁ ସଞ୍ଚିତ ହୋଇ ରହିଥାଏ କିନ୍ତୁ ଫଳ ଦେବାକୁ ପ୍ରସ୍ତୁତ ହୋଇନଥାଏ ତାକୁ ପ୍ରାକ୍ତନ କର୍ମ ବା ସଞ୍ଚିତ କର୍ମ ବୋଲି ଆମେ କହିପାରିବା। ଏବଂ ଯେଉଁ କର୍ମ ଆମେ ଆମ ଜୀବନରେ କରୁଛେ ସମସ୍ତେ ଏବଂ ଯାହାର ଫଳ ସଞ୍ଚିତ ହୋଇ ରହୁଛି ତାହାକୁ କ୍ରିୟମାନ ବା ସଞ୍ଚୟମାନ କର୍ମ ବୋଲି କୁହାଯାଏ। ତେଣୁ ସୁତରାଂ ଆମେ ପ୍ରତ୍ୟେକ ଦିନ କିଛି କିଛି କାର୍ଯ୍ୟ କରୁଛେ, ପ୍ରତ୍ୟେକ ଦିନ କିଛି କିଛି କର୍ମ କରୁଛେ ଏବଂ ତାହା ନିୟମିତ ଭାବରେ କିଛି କାମ କରୁଛେ, ବୃତ୍ତିଗତ ଜୀବନରେ କିଛି କର୍ତ୍ତବ୍ୟ ମଧ୍ୟ କରୁଛେ ଏବଂ କିଛି ଧାର୍ମିକ କର୍ମ କରୁଛେ ବା ନୈତିକ କର୍ମ ମଧ୍ୟ କରୁଛେ, କିଛି ଆଧ୍ୟାତ୍ମିକ କର୍ମ ମଧ୍ୟ ଆମେ କରୁଛେ। ଭାଗବତ କର୍ମକୁ ଛାଡ଼ି ଅନ୍ୟ ପ୍ରକାର କର୍ମରେ କାମନା ବାସନା ଏବଂ ଅହଂ ସ୍ୱାର୍ଥ ଜଡ଼ିତ ହୋଇଥାଏ, ଯାହାକୁ ଦିବ୍ୟ କର୍ମ ବୋଲି କହିବା। ତାକୁ ଆଧ୍ୟାତ୍ମିକ ଭାବନା ସହିତ ବା ଆଧ୍ୟାତ୍ମିକ ଚେତନା ସହିତ ଯେଉଁ କର୍ମ ଜଡ଼ିତ ହୋଇ ରହିଛି ତାହାକୁ ଆମେ ଭାଗବତ କର୍ମ ବୋଲି କହିବା। ଏବଂ ଭାଗବତ କର୍ମରେ ଆଧ୍ୟାତ୍ମିକ ଧାରାରେ କୌଣସି କାମନା ବାସନା ନଥାଏ ଏବଂ କୌଣସି ଅହଂ ସ୍ୱାର୍ଥ ଜଡ଼ିତ ହୋଇନଥାଏ। କିନ୍ତୁ ଅନ୍ୟ ପ୍ରକାର କର୍ମରେ କାମନା ବାସନା ଏବଂ ଅହଂ ସ୍ୱାର୍ଥ ଜଡ଼ିତ ହୋଇ ରହିଥାଏ। ଫଳ ପାଇବାର ଆଶା କିନ୍ତୁ ଥାଏ ଅନ୍ୟ ପ୍ରକାର କର୍ମରେ। ତେଣୁ ଭାଗବତ କର୍ମରେ ବା ଆଧ୍ୟାତ୍ମିକ କର୍ମରେ ବା ଦିବ୍ୟ କର୍ମରେ କୌଣସି କାମନା ବାସନା ନଥାଏ, କର୍ତ୍ତା ଭାବ ନଥାଏ। ଏହାକୁ ଆମେ ନିଷ୍କାମ କର୍ମ ବୋଲି କହିବା। ପ୍ରମୋଦ ବହୁତ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି, ମୁଁ ତା ଭିତରକୁ ଯିବି ନାହିଁ। ତେଣୁ ଏଇ ଯୋଉ ଆଧ୍ୟାତ୍ମିକ କର୍ମ ତାହା ଭଗବାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଭଗବାନ ପାଇଁ ଯେଉଁ କାର୍ଯ୍ୟ କରୁଛେ ତାହା ଗୋଟେ ଯନ୍ତ୍ର ହୋଇକି କାମ କରିବାର ଆବଶ୍ୟକତା ରହିଛି। କାରଣ ଆମେ ନିଜକୁ ଯନ୍ତ୍ର ବୋଲି ଭାବିବା ଦରକାର ଏବଂ ଈଶ୍ୱରଙ୍କୁ ଗୋଟେ ଯନ୍ତ୍ରୀ ବୋଲି ଭାବିବା ଦରକାର। ସେ ଯେମିତି ଚାହିଁବେ ଆମେ ସେମିତି କାମ କରିବା, ତାଙ୍କର ଆଦେଶ ଅନୁସାରେ ଆମେ କାମ କରୁଛୁ। ପ୍ରତ୍ୟେକଟି କର୍ମ ହେଉଛି ଭଗବାନଙ୍କର, ପ୍ରତ୍ୟେକ କର୍ମ ହେଉଛି ଈଶ୍ୱରଙ୍କର। ତେଣୁ ନିଷ୍କାମ କର୍ମର ଧାରାରେ ଆମେ ସମସ୍ତେ ନିଜକୁ ସଂଯୁକ୍ତ କରିବା ଆବଶ୍ୟକ। ନିଷ୍କାମ କର୍ମରୁ କୌଣସି ଫଳ ମଧ୍ୟ ଲାଭ ହୁଏ ନାହିଁ ଏବଂ ନିଷ୍କାମ କର୍ମ ଆମର ସମସ୍ତ ପ୍ରକାର ଜନ୍ମ ମରଣ ଚକ୍ରକୁ ମୁକ୍ତି ପ୍ରଦାନ କରିଥାଏ। ନିଷ୍କାମ କର୍ମ କୁ ଛାଡ଼ିକି ଭଗବତ ଗୀତାରେ ମଧ୍ୟ ଅନେକ କଥା ଆଲୋଚନା କରାଯାଇଛି। ଯେମିତି କୁହାଯାଏ ଯୋଗସ୍ଥ କୁରୁ କର୍ମାଣୀ ଯୋଗ କର୍ମସୁ କୌଶଳମ କଥା ପ୍ରମୋଦ ଆଲୋଚନା କରୁଥିଲେ। ତେଣୁ କର୍ମ କ୍ଷେତ୍ରରୁ ପଳାୟନ ନ କରି ସଂସାରର ମୋହ ମାୟା ଦୁଃଖ ଯନ୍ତ୍ରଣାକୁ ତ୍ୟାଗ ନ କରି ସଠିକ ଭାବରେ ଯେଉଁ କର୍ମ କରାଯାଏ ତାହାକୁ ହିଁ ପ୍ରକୃତ ବା ଯଥାର୍ଥ କର୍ମ କୁହାଯାଏ। ଗୀତାରେ ତାକୁ ସୁନ୍ଦର ଭାବରେ ଆଲୋଚନା କରାଯାଇଛି, ତାକୁ ଗୁରୁତ୍ୱ ମଧ୍ୟ ଅନ୍ତ ଦିଆଯାଇଛି। ଏବଂ ସେଇ ଅବସରରେ ଆମେ ଯେତେବେଳେ କର୍ମ କରୁ ସେତେବେଳେ ଉଦ୍ଦେଶ୍ୟ ରହିତ ହେବାକୁ ପଡ଼ିବ। କର୍ମର ପରିଣତି ଭଗବାନଙ୍କୁ ଅର୍ପଣ କରିବାକୁ ପଡ଼ିବ, କର୍ମର ଫଳ ଭଗବାନଙ୍କୁ ଅର୍ପଣ କରିବାକୁ ପଡ଼ିବ। ସାଧାରଣ ଜୀବନରେ ଏ କଥାକୁ କିଭଳି ଭାବରେ ଆମେ ଆୟତ କରିବାକୁ ପଡ଼ିବ ତାହା ପ୍ରମୋଦ ବାବୁ ଆଲୋଚନା ହିଁ କରୁଥିଲେ।
କାରଣ ସାମ୍ପ୍ରତିକ ଜୀବନ ଭିତରେ ଆମେ ସଚେତନ ଭାବରେ ଦେଖୁ ଯେ ଆମେ ବିଭିନ୍ନ ଭୂମିକାରେ ହିଁ କର୍ମ କରିଥାଉ। ପ୍ରମୋଦ ଆଲୋଚନା କରୁଥିଲେ ଯେ ଯେତେବେଳେ ଗୋଟେ କର୍ମୀ ଭାବରେ ମଧ୍ୟ ସେ ଘର ଓଳେଇ ପାରନ୍ତି, ଶିକ୍ଷକ ଭାବରେ ମଧ୍ୟ କାମ କରିପାରନ୍ତି। ତେଣୁ ତେଣୁ ଜଣେ ଭିନ୍ନ ଭିନ୍ନ ପ୍ରକାର କର୍ମ ହୁଏତ କରିଥାଇପାରେ, କିନ୍ତୁ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ହଉଛି ପ୍ରତ୍ୟେକ ଜୀବନର ଧର୍ମ, ପ୍ରତ୍ୟେକ ମନୁଷ୍ୟର ହଉଛି ଧର୍ମ। କର୍ମ ପଶ୍ଚାତରେ ଆମର ନିଜର ଭୂମିକା କଣ ରହିଛି ତାହା ଆମେ ସଠିକ ଭାବରେ ତ ଜାଣିପାରିବା ଏବଂ ଆମେ ପ୍ରକୃତି ଜାଣିପାରିବା ଯେ ନିଷ୍କାମ କର୍ମ କଣ। ଯିଏ ନିଜର ଭୂମିକା ଜାଣିପାରେ, ନିଜର କର୍ମ ପ୍ରତି ସଚେତନ ହେଇପାରେ, ସଠିକ ଭାବରେ କର୍ମର ଦିଗ ଜାଣିପାରେ ଏବଂ ଏବଂ କର୍ମ ପଛରେ କେଉଁ ଚେତନା ରହିଛି ତାହା ଜାଣିପାରେ, ସେଇ ପ୍ରକାର ମନୋଭାବ ଥିଲେ ନିଷ୍କାମ କର୍ମ କରିବା ତା ପାଇଁ ସହଜ ହୋଇଥାଏ। କିନ୍ତୁ ଯେତେବେଳେ ଆମେ ଭାବି ନେଉ ଯେ କର୍ତ୍ତା କେବଳ କର୍ମ କରିଥାଏ, ସେତେବେଳେ ପ୍ରକୃତ ଭାବରେ କର୍ତ୍ତା କୌଣସି କର୍ମ କରିନଥାଏ। ପ୍ରତ୍ୟେକ କର୍ମ ସମ୍ପାଦନରେ କେତୋଟି ଉପାଦାନ ରହିଛି ତାହା ମୁଁ ଆଲୋଚନା ହିଁ କରୁନାହିଁ। ଏବଂ ଜଣେ ଚାଷୀ ଭାବରେ ସେ ଚାଷ କାର୍ଯ୍ୟ କରିପାରେ ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରିପାରେ। ତେଣୁ ଭିନ୍ନ ଭିନ୍ନ କ୍ଷେତ୍ରରେ ଆମେ ଅଧିଷ୍ଠିତ ହେଉ, ଭିନ୍ନ ଭିନ୍ନ କ୍ଷେତ୍ରରେ ଆମେ କର୍ମ କରୁ ଏବଂ ପ୍ରତ୍ୟେକ କର୍ମକୁ, ପ୍ରତ୍ୟେକ କ୍ଷେତ୍ରକୁ ଈଶ୍ୱରଙ୍କର କ୍ଷେତ୍ର ବୋଲି ଗ୍ରହଣ କରିବା ଉଚିତ। ଏବଂ ଏ ଗ୍ରହଣଶୀଳତା ହେଲେ ଆମେ ଯଥାର୍ଥ କର୍ମ କରିପାରିବା। ତେଣୁ ଯେଉଁ ବ୍ୟକ୍ତି ପ୍ରକୃତ ଭାବରେ ଏହାକୁ ହୃଦୟଙ୍ଗମ କରିପାରେ, ସେ ହିଁ କେବଳ କର୍ମର ଫଳାଫଳ ପ୍ରତି ନିରାଶ୍ରିତ ରହିପାରେ ଏବଂ ନିଷ୍କାମ କର୍ମ କରେ ଏବଂ ଈଶ୍ୱରଙ୍କୁ ତାହା ତ ଅର୍ପଣ କରିପାରେ। ମୁଁ ଅଧିକ କଥା କହିବାକୁ ଚାହୁଁନାହିଁ, ଗୀତାରେ ଅନେକ କଥା କୁହାଯାଇଛି ଏବଂ ଆମ ଭିତରେ ଯେଉଁ ବୋଧ ଶକ୍ତି ରହିଛି, ସ୍ୱାଧୀନ ଇଚ୍ଛା ରହିଛି, ସେ ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ନିଜର କର୍ମ କରିପାରେ। କର୍ମ କରିବାର ପ୍ରତ୍ୟେକର ଉତ୍ତରଦାୟିତ୍ୱ ରହିଛି। ସଚେତନ ଭାବରେ, ସ୍ୱାଧୀନ ଭାବରେ ଆମେ ନିଜ କର୍ମ କରିଥାଉ। ତେଣୁ ନିଜ କର୍ମ ପାଇଁ ଆମେ ନୈତିକ ଭାବରେ ନିଜେ ଦାୟୀ ରହୁ। ଭଲ କାର୍ଯ୍ୟ ପାଇଁ ଜଣେ ସୁଖ ପାଇପାରେ, ମନ୍ଦ କାର୍ଯ୍ୟ ପାଇଁ ଦୁଃଖ ପାଇପାରେ, କିନ୍ତୁ ଭାରତୀୟ ଦର୍ଶନ ସବୁବେଳେ ସ୍ୱୀକାର କରେ ଯେ କାର୍ଯ୍ୟଟି ଛୋଟ ହେଉ କି ବଡ଼ ହେଉ, କାର୍ଯ୍ୟଟି ସବୁବେଳେ ସମାନ ଏବଂ କାର୍ଯ୍ୟଟି କିପରି କରାଯାଏ, କେଉଁ ଚେତନାରେ କରାଯାଏ, କେଉଁ ଶୈଳୀରେ କରାଯାଏ, ତାହା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାର୍ଯ୍ୟ ପଛରେ କେଉଁ ଚେତନା ରହିଛି, କେଉଁ ମନୋଭାବ ରହିଛି, ତାହା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଭାରତୀୟ ଦର୍ଶନରେ ତାତ୍ତ୍ୱିକ କଥା ଆଲୋଚନା କରାଯାଇଛି। ଭାରତୀୟ ଦର୍ଶନରେ ବ୍ୟବହାରିକ ଦିଗ ପ୍ରଥମ ମଧ୍ୟ ଆଲୋଚନା କରାଯାଇଛି। ଏହାକୁ ଭିନ୍ନ ଭିନ୍ନ ସମୟରେ ଆମେ ପୂର୍ବରୁ ଆଲୋଚନା କରିଛେ। ତେଣୁ ଭାରତୀୟ ଦର୍ଶନର ଯେଉଁ ଉଦ୍ଦେଶ୍ୟ ରହିଛି ଯେ ସତ୍ୟ ସହିତ ସମ୍ପୃକ୍ତ ହେବା, ଭାରତ ବିଦ୍ୟା ସତ୍ୟ ପ୍ରତି ଶ୍ରଦ୍ଧା ବା ସତ୍ୟ ପ୍ରତି ଅନୁରାଗ ବୋଲି କୁହାଯାଇଛି। ତେଣୁ ସତ୍ୟକୁ ଜାଣିବା ସହିତ ସତ୍ୟକୁ ଜୀବନରେ ପ୍ରତିଷ୍ଠା କରିବାକୁ ହେଲେ ଯଥାର୍ଥ କର୍ମ କରିବାକୁ ହେବ। ଜଣେ ନିଷ୍କାମ କର୍ମ କରିବାକୁ ହେବ ଏବଂ ଯେଉଁ କର୍ମ କି ଜୀବନକୁ ଶୃଙ୍ଖଳିତ କରିପାରେ, ଯେଉଁ କର୍ମ କି ସାମାଜିକ କଲ୍ୟାଣ ପ୍ରତିଷ୍ଠା କରିପାରେ, ତାକୁ ଆମେ ଲୋକ ସଂଗ୍ରହ ବୋଲି କହୁ। ଏବଂ ଯେଉଁ କର୍ମ ବ୍ୟକ୍ତି ସହିତ ସମାଜର ସର୍ବାଙ୍ଗୀନ ବିକାଶ କରିପାରେ, ତାହା ହେଉଛି କର୍ମ। ଭାରତୀୟ ଦାର୍ଶନିକ ମାନେ ଭିନ୍ନ ଭିନ୍ନ ଭାବରେ ଏହି କର୍ମବାଦ କଥା ଆଲୋଚନା କରିଛନ୍ତି। ତେଣୁ କର୍ମବାଦର ଗୁରୁତ୍ୱ ଅତି ସୁନ୍ଦର ଭାବରେ ଚମତ୍କାର ଢଙ୍ଗରେ ଆଲୋଚନା କରାଯାଇଛି ଏବଂ ଏହାର ତାତ୍ପର୍ଯ୍ୟ ପ୍ରତ୍ୟେକ ମଣିଷ ପାଇଁ ଆବଶ୍ୟକ। ଏହା ଆମକୁ କୌଣସି ନକାରାତ୍ମକ ଚେତନା ପ୍ରଦାନ କରେ ନାହିଁ, ଆମ ଭିତରେ ଆଶାବାଦ ସଞ୍ଚାର କରେ ଯେ ଆମେ ନିଜ କର୍ମ ପଛରେ ଥିବା ଚେତନାକୁ ନେଇ କିଭଳି ବଞ୍ଚିବା ଏବଂ ବ୍ୟବହାରିକ ଜୀବନରେ, ଆମର ଦୈନନ୍ଦିନ ଜୀବନରେ ଯଥାର୍ଥ କର୍ମ କରିବା ଏବଂ ସମାଜ ପାଇଁ
ନିଜକୁ ପ୍ରତିବଦ୍ଧ କରିବା, ଏକାତ୍ମ ହୋଇ ଉଠିବା। ଧନ୍ୟବାଦ। ଧନ୍ୟବାଦ ସାର୍। ଆସନ୍ତୁ ବର୍ତ୍ତମାନ ସ୍ୱାଗତ କରିବା ଅଧ୍ୟାପକ ଅନ୍ତର୍ଯ୍ୟାମୀ ଦୀକ୍ଷିତ ମହୋଦୟ, ଯିଏକି ତର୍କ ଓ ଦର୍ଶନ ବିଭାଗ, ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, ଜଗତସିଂହପୁର। ପ୍ରସଙ୍ଗ ତ ଭାରତୀୟ ଦର୍ଶନ କର୍ମବାଦ ଉପରେ ଏକ ଛୋଟ ସମୀକ୍ଷା ପର୍ବ ରହିବ ମହୋଦୟଙ୍କର, ପାଖାପାଖି ଆଉ 20 ମିନିଟ୍ 15-20 ମିନିଟ୍ର। ତାପରେ ଆମେ ଗତି କରିବା ପ୍ରଫେସର ଡକ୍ଟର ରାଧାନାଥ ବେହେରା ସାର୍। ଅନ୍ତର୍ଯ୍ୟାମୀ ସାର୍, ମୁଁ ପ୍ରଣାମ ଜଣାଇ ସ୍ୱାଗତ କରୁଛି କାର୍ଯ୍ୟକ୍ରମକୁ। ସମସ୍ତଙ୍କୁ ଶୁଭ ସନ୍ଧ୍ୟା ଏବଂ ସମସ୍ତଙ୍କୁ ମୋର ସାଦର ପ୍ରଣାମ। ଦାର୍ଶନିକ ଅନୁଚିନ୍ତାର ପ୍ରତିଫଳନ ଅନ୍ୱେଷା ଏକ ତାତ୍ତ୍ୱିକ ଜିଜ୍ଞାସା। ସୃଜନୀ ପରିବାରର ସମସ୍ତ ସଦସ୍ୟ ସୁଧୀଜନଙ୍କୁ ମୋର ସାଦର ପ୍ରଣାମ। ମତେ ଏହିଭଳି ପରିବାରରେ ଯୋଡ଼ିଥିବାରୁ ସମସ୍ତଙ୍କ ନିକଟରେ ମୋର କୃତଜ୍ଞତା। କୈଳାସ ଚନ୍ଦ୍ର ମହାରଣା ସାରଙ୍କ ନିକଟରେ ମୋର ବିଶେଷ କୃତଜ୍ଞତା, ଯିଏ ମତେ ଏଇଭଳି ଏକ ଜିଜ୍ଞାସା ଆଲୋଚନାରେ ସ୍ଥାନ ଦେଇଥିବାରୁ। ଆଜିର ମୁଖ୍ୟ ବକ୍ତା ଭାବରେ ଯୋଉ ଦୁଇଟି ଆମେ ପ୍ରଫେସର ସାରଙ୍କୁ ଆମେ ଶୁଣିଲୁ, ତାଙ୍କ ଭିତରେ ମୋର ସମୀକ୍ଷା କରିବା ଏହା ମୋର ବହୁତ ଗୋଟେ ଭାଗ୍ୟର କଥା। ଭାରତୀୟ ଦର୍ଶନର କର୍ମବାଦର ତାତ୍ପର୍ଯ୍ୟ ଏବଂ କର୍ମଯୋଗ ଓ କର୍ମ ସନ୍ନ୍ୟାସ। ପ୍ରଥମେ ପ୍ରମୋଦ ସାର ଆଲୋଚନା କରିଛନ୍ତି ଶ୍ରଦ୍ଧା ଭାବରେ କର୍ମ କରିବା ଉଚିତ। କର୍ମ ଓ ଘଟଣାକୁ ପୃଥକ ଭାବରେ ଆଲୋଚନା କରିଛନ୍ତି। ଯାହା ଆପେ ଆପେ ଘଟିଥାଏ ତାହା ଘଟଣା, ଯାହାକୁ ସ୍ୱଇଚ୍ଛାରେ କରାଯାଏ ତାହା କର୍ମ ବା ଉଦ୍ଦେଶ୍ୟ ଭାବରେ କରାଯାଏ ତାହା କର୍ମ। ନିଷ୍କାମ କର୍ମର ସଂଜ୍ଞା ଦେବାକୁ ଯାଇ ଏହା ଅସମ୍ଭବ ବୋଲି କହିଛନ୍ତି ସାର୍। କାମନା ବିନା କର୍ମ ସମ୍ଭବ ନୁହେଁ। କର୍ମ ଓ କାମନାକୁ ପୃଥକ କରିହେବ ନାହିଁ। এই କଥାକୁ ଯଥାଯଥ ପ୍ରତିପାଦନ କରିବାକୁ ଯାଇ ପୁରୁଷାର୍ଥର କାମକୁ ମତବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ମନ ହିଁ ବନ୍ଧନରେ ପକାଇ ପାରେ ଏବଂ ମୁକ୍ତି ଦେଇପାରେ। ତେଣୁ କର୍ମର ସୃଷ୍ଟି ମନରୁ, ଭାବନାରୁ ଏବଂ ଚେତନାରୁ। କର୍ମ କରିବା ଏବଂ କର୍ମ ବନ୍ଧନରେ ପଡ଼ିବା এই ଦୁଇଟି କଥା ସମ୍ପୂର୍ଣ୍ଣ ଭାବରେ ଅଲଗା। କର୍ମ କରିବା ସହ ବୈରାଗ ଭାବ ରଖିବା, କର୍ମ ବନ୍ଧନରେ ନ ପଡ଼ିବା, ଏହାକୁ କର୍ମଯୋଗ ବୋଲି କୁହାଯାଏ। ପ୍ରମୋଦ ସାର ବହୁତ ଗୁଡ଼ିଏ ଉଦାହରଣ ଦେଇକି ମଧ୍ୟ ଆଲୋଚନା କରିଥିଲେ। ଯାହା ଆସକ୍ତି ତାହା ଦୁଃଖ ଦିଏ, ଯେ ଇଚ୍ଛା ମୋହରେ ପକାଏ ତା କର୍ମ ବନ୍ଧନ। ଯୋଗ କର୍ମସୁ କୌଶଳମ୍, କର୍ମଯୋଗ ବା କର୍ମ ସନ୍ନ୍ୟାସ। ଆମ ଓଡ଼ିଆ ଭାଗବତରେ ଗୋଟେ କଥା ଅଛି, ମନ ତୋର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ଯେଉଁ କର୍ମକୁ ଆମର ମନ ନିୟନ୍ତ୍ରଣ କରେ ତାହା କର୍ମଯୋଗ। 5ଟି କର୍ମର ଯୋଗର କଥା ମଧ୍ୟ ଆଲୋଚନା ସାର କରିଛନ୍ତି। ଯେଉଁ କର୍ମ ଦିଆଯିବ ତାହାକୁ ଆମେ କର୍ତ୍ତବ୍ୟ ଦୃଷ୍ଟିରେ କରିବା, କୌଣସି କର୍ମକୁ ଛୋଟ ବଡ଼ ନ ଭାବି ଦାୟିତ୍ୱବୋଧ ରଖି କର୍ମ କରିବା। ଏବଂ ଗୋଟେ ବହୁତ ଭଲ ଏକ୍ସାମ୍ପଲ ଦେଇକି ସାର୍ କହିଥିଲେ, ଉଦାହରଣ ଦେଇକି ବିବେକାନନ୍ଦଙ୍କ ଦୃଷ୍ଟିରେ, ଯୋଉଟା ବିବେକାନନ୍ଦ କହିଥିଲେ ୟୁ ଆର୍ ଦ କ୍ରିଏଟର ଅଫ ୟୁର ଓନ୍ ଡେଷ୍ଟିନି। ସାର୍ ଏକ ତୁଳନାତ୍ମକ ଭାବରେ କର୍ମକୁ ଦର୍ଶାଇଛନ୍ତି। ମୁଁ ମୋର ଭାଗ୍ୟ ତିଆରି କରିପାରିବି, ମୋର ପ୍ରାରବ୍ଧ କର୍ମକୁ ବଦଳେଇ ଦେଇପାରିବି। ଦ୍ୱିତୀୟରେ ମଧ୍ୟ ସାର୍ ଆଲୋଚନା କରିଥିଲେ, ମୁଁ ମୋ କର୍ମ କଲା ବେଳେ କର୍ତ୍ତୃତ୍ୱ ଭାବ ରଖିବିନି। କର୍ମ କଲା ବେଳେ ଫଳ ପ୍ରତି ଆଶା ନ ରଖିବା, ଯୋଉଟା କି ଭଗବତ ଗୀତାର ଚାପ୍ଟର 2 ଭର୍ସ 47 କହିଛନ୍ତି, କର୍ମେଣ ବାଧିକରସ୍ତେ ମା ଫଳସ୍ୟ କରାଚନ। ଯେଉଁ କର୍ମ କରିବା ଦ୍ୱାରା ଲୋକ ସଂଗ୍ରହ ପାଇଁ, ଯୋଉ କର୍ମ କରିବା ତାହା ଲୋକ ସଂଗ୍ରହ ପାଇଁ କରିବା, ଇଏ ହଉଛି କର୍ମଯୋଗର ଗୋଟେ ଅଂଶ। ଯେଉଁ କର୍ମ କରିବା ସମର୍ପିତ ଭାବରେ କରିବା, ଈଶ୍ୱରଙ୍କ ନିକଟ ସମର୍ପିତ ଭାବ କରିବା, କର୍ମ କରିବା, ଏଇଭଳି କର୍ମ କରିବା ଉଚିତ। ଶେଷରେ ସ୍ଥିତପ୍ରଜ୍ଞ ହିଁ କର୍ମ ସନ୍ନ୍ୟାସର ଏକ ସମ୍ଭବ ମାର୍ଗ, ଏହି କଥା ଦର୍ଶାଇଛନ୍ତି। କୈଳାସ ସାର ଭାରତୀୟ ଦର୍ଶନର କର୍ମବାଦର ତାତ୍ପର୍ଯ୍ୟକୁ ଦର୍ଶାଇବାକୁ ଯାଇ ସାର୍ କହିଛନ୍ତି, ଭାରତୀୟ ଦର୍ଶନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କର୍ମବାଦ, ଯାହା ଏକ ଏମିତି ଧାରଣା ଯାହା ଅନୁଯାୟୀ ବ୍ୟକ୍ତିର ଭବିଷ୍ୟତ ତାଙ୍କର କର୍ମ, କାମ୍ୟ, ନିଷ୍କାମ୍ୟ, ଅକାମ୍ୟ ଉପରେ ନିର୍ଭର କରେ। କର୍ମବାଦ ଭାବରେ କୁହାଯାଏ ଯେ ଯେପରି କର୍ମ କରାଯାଏ ସେହିପରି ଫଳ ମିଳିଥାଏ। ଏହାକୁ କର୍ମଫଳ ନିୟମ ବୋଲି କୁହାଯାଏ। ଭାରତୀୟ ଦର୍ଶନର ବିଭିନ୍ନ ପ୍ରମୁଖ ଶାଖା ଯଦି ଆମେ ଆଲୋଚନା କରିବା, ନ୍ୟାୟ ବୈଶେଷିକ, ସାଂଖ୍ୟ ଯୋଗ, ମୀମାଂସା ବେଦାନ୍ତ, ଜୈନିଜିମ୍, ବୁଦ୍ଧିଜିମ୍, କର୍ମବାଦର
तात्पर्य गुड़िक कर्म एक अविच्छिन्न प्रक्रिया व्यक्ति जीपरी जन्म नहीं थाए सेही तांको पूर्व जन्मर कर्मफल सहित आसे एहारे व्यक्तिर भविष्यत तांको अतीत वर्तमान कर्म उपर निर्भर करे। निष्काम कर्म भारतीय दर्शन रे चारबाग दर्शन व्यतीत समस्त दार्शनिक को कर्मवाद स्वीकार करिसंती। सत्कर्मर फल सब बेले सुख सत एवं असत्कर्मर फल सब बेले दुख मिले यह अकाट्य। भारतीय दर्शन रे दार्शनिक माने पूर्वजन्म को विश्वास करिसंती। व्यक्तिर कर्म ही भाग्य निर्णय करे ताहा अदृश्य भाव में होइथाय। कर्मवाद को पुनर्जन्म सह तुलनात्मक विश्लेषण खूब उच्चकोटीर आलोचना सार बहुत भल भाव करिसंती। आचार्य शंकर अनुसार पुनरपि जननम पुनरपि मरणम कथा मध्य सार आलोचना करिसंती। कर्म को यज्ञ सह आलोचना करिसंती। भागवत कर्म रे कौनसी कामना वासना जड़ित न थाए। निजको जंत्र और ईश्वर को जंत्री भाव में देखिबा ए सुंदर तुलनात्मक विश्लेषण मध्य सारंक आलोचना देखा मिलुछि। निष्काम कर्म धार रे समस्त नियोजित हेबा उचित। कर्म क्षेत्र रु पलायन न करी सठिक भाव में कर्म करा जिबा उचित जहा गीता कर्मर उद्देश्य। प्रत्येक मनुष्यर धर्म निजर कर्तव्य पालन करिबा। जे निज कर्म प्रति सचेतन होई पारे कर्म पछरे केउ चेतन रहिछि ताहा जानि पारे केउ उद्देश्य रहिछि जानि पारे। निष्काम कर्म करिबारे यह साहाय्य करिथाय। प्रत्येक कर्म को ईश्वर ग्रहणीय बोली भाबिबा उचित। कार्यटी छोट हेउ कि बड़ हेउ ताहा सब बेले समान। कार्य पछरे थिबा उद्देश्य एवं कौशल्य सबुठ गुरुत्वपूर्ण। यह भारतीय दर्शन किपरि प्रतिपादन करिछि ताहाको अति सुंदर भाव में कैलाश सर पुंखानुपुंख भाव में आलोचना करिछन्ति। भारतीय दर्शन रे कर्मवाद एक मूल धारणा अटूट भाव में अवस्थित रही। यह मानव जीवन नैतिकता दायित्वबोध एवं धार्मिक अनुशासन आधार भाव में देखा जाइछि। मोर समस्त को पुनर्बार कृतज्ञता मते आज यही आलोचना चक्र रे सुजोग देथिबारु मु समस्त निकट प्रणाम कृतज्ञता एति कहि मो वक्तव्य समाप्त। धन्यवाद अनेक कृतज्ञता। परवर्ती अध्याय आमर आज जो गोटे आम फॉर्मेट क्रिएट करूँ आज फॉर्मेट परवर्ती समय यहाँ गति कर आशा करुँ। अनेक कृतज्ञता जनइबी अध्यापक अंतर्जामी दीक्षित महोदय को अनेक धन्यवाद प्रणाम। आसतु बर्तमान स्वागत करिए प्रोफेसर डॉक्टर राधानाथ बेहरा महोदय प्राक्तन अध्यक्ष नवरंगपुर कॉलेज नवरंगपुर सार को भूमिष्ठ प्रणाम स्वागत कर। धन्यवाद अशोक। उपदेष्टा मंडली को नमस्कार। आज आलोचक प्रमोद बाबू डॉक्टर कैलाश महाराणा डॉक्टर दीक्षित सुंदर भाव आज विषय वस्तुटा को आलोचना रे भाग देइछि। विशेषकर तात्विक दृष्टि देखिले मोर एथिरे किछि जोड़बार नाही किंतु जेहेतु अशोक आज ये नाटा को छापीचंती किछि तो कर्म करबा को हबो किछि कथा कहबा को हबो किछि अनुशीलन अनुध्यान करबा को हबो नचेत बोधे कुपित होई अशोक आउ डाकिबे नाही। आज जो सुंदर उपस्थापना कले विशेषकर प्रथम वक्ता डॉक्टर प्रमोद कुमार दास कर्म कौन कर्मयोग कौन कर्म संन्यास ये तीनटार सुंदर व्याख्या करिसंते। मु गोटे दीटा उदाहरण देबी। निष्काम कर्मटा को किभली बुझंती प्राच्य जगत रे एवं पाश्चात्य जगत रे। विशेषकर पाश्चात्य जगत जेहेतु विज्ञान जगत से कौन सी आसक्ति न था। जड़े वैज्ञानिक निजर परीक्षागार रे अनुध्यान व अनुशीलन करी जो पद्धति रे उपनीत हुए सेठू से देखे जे मते नोबेल पुरस्कार मिलियो कि नाही से माने कहीं चिंता करते नाही। एपरी देखाई जी अति उच्च कोटिर वैज्ञानिक विशेषकर रिचार्ड फेनमैन जड़े पदार्थ विज्ञानी तांको राति 2टा बेले
स्टॉकहोम रु फोन जाइए जे प्रोफेसर फेनमैन यू आर द विनर ऑफ नोबेल प्राइज फॉर दिस ईयर हाउ डू यू फील सेतबेलू राति 2टा बाजी विरक्त ही कहले आई फील स्लीपी प्लीज पुट डाउन योर टेलीफोन से आसक्ति ना से निजक निजे चिन्ह पारिचंती तांको गवेषणा मौलिक निश्चय एवं को प्रकार ज्ञान परिसीमा को परिवर्तन करिवो से जानिचंती एवं मनुष्य जाति हुए तो ता द्वारा कौन सी प्रकार उपकृत हम से बुझी पारिचंती तेणु से कथा अलग विदेशी जदि दार्शनिक कथा कहवा जहाँ प्रमोद बाबू कहते तांकर माइंड आउ इंटेलिजेंस बुद्धि ये दुटा एकत्रित हुए आमर अलग अलग सोपान देगी जाए जदि माइंड टा ठीक हुए मु कंटेम्पोरारी दार्शनिक जॉन डिविंकर कथा कहबी से गोटे जगह लिखिथिले जदि पृथ्वीर प्रत्येक व्यक्ति जड़े जड़े दार्शनिक पालती दार्शनिक चिंताधारा करती ताहले आमर असंख्य दुख ताड़ना अनटन अभाव कटिଯିव से केमिति तार उदाहरण से देचंती दार्शनिक मानकर सुख स्वाच्छंद्य पाई कौन सी चिंता न था निज पाई से माने परिश्रम करते ना किंतु सेमानंकु जदि 2-3 घंटा कौन सी परिश्रम रूपक काम रे लगा जाए ताले से माने निखुण भावे करिवे काहेकि तांकर आसक्ति ता प्रति न थाए से योग कर्म से कौशलम जो चिंताधारा तांको पाखरे प्रतिफलित से माने कामटा को ही सर्वस्व भावे कि निखुण भाव रे काम करंती एवं सेठी कामना वासना रहित थाए जदि से भले देखा जाए इंग्रेज दार्शनिक बर्टन रसल गोटे जगह कहते जदि छोट छुआटे रोग शज्या पड़ी एवं जेकोसी मुहूर्त मृत्यु बरण करिवो ता बाप जदि सेठी बसी थाए ताले से भगवान को चिंता करिवो ना पिलाटा कि ताको रहिबे भारतर ज्ञानी गुणी ऋषि मुनि जो माने गृह त्यागी सन्यासी ऊर्ध्वरेता एवं ब्रह्मंक सहित आदान प्रदान करि पारंती से भली केते जन महापुरुष मानकर जीवन रे साधारण मनुष्य ताले कौन करि पारे कर्म तो करबा को आज विषय वस्तुटा प्रकृत रे गीतार 3टी अध्याय ऊपर आधारित तृतीय चतुर्थ एवं पंचम गोटे हला ज्ञान योग बा ज्ञान संन्यास कर्म योग संन्यास एवं आरंभ रु तृतीय टेला कर्म योग तो ये 3टा को एकत्रित कले जड़ा पड़े भगवान ठाए ठाए कहते हे अर्जुन तमे एमान को देखी भयभीत हो ना गांडीवटा को फोपाड़ी दियो नाही कहीं ना क्षत्रिय उत्तम काम हला धर्म रक्षा करिवा दुर्बल प्रतिरक्षा करिवा तमे तम कर्तव्य तमे करो फलटा मो ऊपर छाड़ी दियो कहीं त्रिलोकर स्वामी मु निजे अर्जुन तो जानी पार नथले विश्वरूप दर्शन पर से बुझी पारले जे प्रकृत रे ज्ञानी किए ज्ञानी लोकर संज्ञा अलगा ज्ञान एवं भक्ति जदि मिशी जाए ज्ञान मिश्रित भक्ति अति उत्कृष्टतम कहीं गीतार से कही ये 4टी योग भितर ज्ञान भक्ति कर्म प्रेम योगी बा आम जहाँ ज्ञान सहित मिसौचे ताले ये जो
ରାଜଯୋଗ, ଚାରୋଟି ଯୋଗ। ଏଇ ଭିତରୁ ଠାଏ ଠାଏ କହୁଛନ୍ତି କର୍ମଯୋଗ ଉତ୍କୃଷ୍ଟ, ଭକ୍ତି ଯୋଗ ଉତ୍କୃଷ୍ଟ, କେତେବେଳେ କହୁଛନ୍ତି ରାଜଯୋଗ ଉତ୍କୃଷ୍ଟ, କେତେବେଳେ କହୁଛନ୍ତି ଜ୍ଞାନ ଯୋଗ। ଏବଂ ସବୁ କର୍ମର ପରିଣତି ଜ୍ଞାନ ଯୋଗରେ ଉପନୀତ ହୁଏ। ଜ୍ଞାନ ରୂପୀ ବହ୍ନି ପ୍ରତ୍ୟେକ କର୍ମକୁ ଜାଳି ଦିଏ, ଧ୍ୱଂସ କରେ, କାରଣ ତା ଭିତରେ ସେ ଦହେକା ଶକ୍ତି ଅଛି। ତାହେଲେ ଅର୍ଜୁନ ପଚାରୁଛନ୍ତି ଯଦି ଜ୍ଞାନ ଯୋଗଟା ଶ୍ରେଷ୍ଠ, ମତେ ଏଇ କର୍ମ ଯୋଗ ଭଳି ଶେଷ ସୋପାନରେ ବା ନିଜ ଯୋଗରେ କାହିଁକି ବିନିଯୋଗ କଲ ହେ ବନ୍ଧୁ? କୃଷ୍ଣ କହୁଛନ୍ତି ଯେଉଁ ବ୍ୟକ୍ତିଙ୍କର ଯୋଉ ପ୍ରକାର ମାନସିକ ଅବସ୍ଥା ତା ପାଇଁ ସେଟା ଶ୍ରେୟସ୍କର। ତମେ କ୍ଷତ୍ରିୟ କୁଳରେ ଜନ୍ମ ହେଇଛ, କ୍ଷତ୍ରିୟର ଧର୍ମ କର୍ମ କରିବା ଏବଂ ଉତ୍ତମ କର୍ମ କରିବା। କାରଣ ହତ୍ୟା କରିବା ଯଦି ଗୋଟେ କର୍ମ ହୁଏ ତାର ପରିଣତି ଖରାପ ହୁଏ। କିନ୍ତୁ ଏଠି ଅର୍ଜୁନ ହତ୍ୟା କରୁନାହାନ୍ତି। ଅର୍ଜୁନ କୋଉମାନଙ୍କୁ ହତ୍ୟା କରୁଛି? ଯୋଉମାନେ ଧର୍ମର ବିରୁଦ୍ଧାଚରଣ କରୁଛନ୍ତି। ତେଣୁ କଥାରେ ଯୋଉ ଅଛି ପରୋପକାରାୟ ପୁଣ୍ୟାୟ ପାପାୟ ପରପୀଡ଼ନମ୍, ଗୋଟିଏ ବାକ୍ୟରେ ପ୍ରତ୍ୟେକ ଧର୍ମର ମୂଳ ମନ୍ତ୍ର ରହିଗଲା, ପରୋପକାର। ଏଇଟା ହଉଛି ଆମର ପ୍ରଥମ କର୍ତ୍ତବ୍ୟ ଏବଂ ପୁଣ୍ୟ ହଉଛି ପରୋପକାରାୟ, ଯୋଉଟା ଗୀତାର କଥା ଉଦ୍ଧାର କରୁଥିଲେ। ଲୋକ ସଂଗ୍ରହ, ସାଧାରଣ ଲୋକଙ୍କ ପାଇଁ କୋଉ ଜିନିଷ ଉପଯୁକ୍ତ ତାକୁ ଅନୁଧ୍ୟାନ କଲେ ଆମେ ଦେଖିବା ଯେ ନିଷ୍କାମ କର୍ମ ଆପେ ଆପେ ଆସୁଛି। ବିଜ୍ଞାନ କହୁଛି ଫର ଏଭ୍ରି ରିଆକ୍ସନ ଦେयर ଇଜ ଏନ୍ ଇକ୍ୱାଲ ଆଣ୍ଡ ଅପୋଜିଟ ରିଆକ୍ସନ। ଯୋଉ କର୍ମ କରିବ ତାର ଫଳ ଆପେ ଆପେ ଆସିଯିବ। ତାହେଲେ କର୍ମ ଫଳଟା ଅନିବାର୍ଯ୍ୟ। ତାହେଲେ ଆମେ ଆସକ୍ତି କାହିଁକି ରଖିବା? ସେ ତ ଆପେ ଆପେ ଆସିଯିବ। ତେଣୁ ଆମେ ଭଲ କର୍ମରେ ଯଦି ନିଜକୁ ନିୟୋଜିତ କରିବା ତାହେଲେ ତା ଫଳଟା କେବେ ଖରାପ ହବନି। ଗୋଟେ ଛୋଟ ଉଦାହରଣ ତର୍କରେ କୁହାଯାଏ, ଭଗବାନ ସବୁ ଭଲ ଚିନ୍ତା କରନ୍ତି ଏବଂ ମନୁଷ୍ୟ ମାଧ୍ୟମରେ ସେଗୁଡ଼ିକ ପ୍ରତିଫଳିତ ହୁଏ। ମନୁଷ୍ୟ ବେଳେ ବେଳେ ଉଦ୍ଭ୍ରାନ୍ତ ହେଇ ଯେତେବେଳେ ଅନ୍ୟକୁ ହତ୍ୟା କରେ, ତାହେଲେ ସେଇ ଯୋଉ ହତ୍ୟା କରିବା ଚିନ୍ତାଧାରାଟା ଭଗବାନଙ୍କ ଠାରୁ ନିଃସୃତ ହେଇଛି। ତେଣୁ ହତ୍ୟା କରିବା ଗୋଟେ ଭଗବାନଙ୍କ ପାଖରୁ ଆସିଲା ଏବଂ ଭଗବାନ ଯେହେତୁ ସବୁବେଳେ ଅନ୍ୟର ଭଲ ଚିନ୍ତା କରନ୍ତି, ହତ୍ୟା କରିବା ମଧ୍ୟ ଭଲ ଚିନ୍ତା। ଏଇଟା ଗ୍ରହଣ ଯୋଗ୍ୟ ନୁହେଁ। ତର୍କ ଦୃଷ୍ଟିରୁ ଠିକ ଅଛି, ସୋପାନ ଦେଇକି ଗତି କରୁଛି, ପ୍ରେମିସ୍ ଠିକ ଅଛି, କନକ୍ଲୁଜନ ବି ଠିକ ଆସୁଛି, କିନ୍ତୁ ଏଇଠି ବିରୁଦ୍ଧାଭାବ ଆସିଯାଏ। ଏଥିରୁ ଦେଖାଗଲା ଯେ ଆମେ ଯଦି ଉତ୍ତମ କର୍ମ ନ କରୁଛେ ଫଳଟା ଆମର ଖରାପ ହଉଛି। କାରଣ ଯେତେବେଳେ ଛୋଟ ପିଲାଙ୍କୁ ପଢାଯାଏ କଲେଜର ପ୍ରଥମ ଶ୍ରେଣୀରେ ଆର୍ଟସରେ, ମୁଁ ତ ବିଜ୍ଞାନର ଛାତ୍ର, ତେଣୁ ତାଙ୍କୁ କୁହାଯାଏ ଯେ ୱେଲ୍ଥ କହିଲା ବେଳେ ଇଜ ପଏଜନ ଏ ୱେଲ୍ଥ, ଏଇଟା ଗୋଟେ ପ୍ରଶ୍ନବାଚୀ ଆସେ। ଯଦି ୱେଲ୍ଥର ଉଦ୍ଦେଶ୍ୟ ହେଲା ଯେ କିଛି ପରିଶ୍ରମ କରିବା, କିଛି ଟଙ୍କା ଖର୍ଚ୍ଚ କରିବା, କିଛି ଲୋକଙ୍କୁ ସେଠି ନିୟୋଜିତ କରିବା, ତାହେଲେ ବିଶ୍ୱକୁ ମଧ୍ୟ ସେଇଭଳିଆ ସେଇ ପ୍ରକ୍ରିୟାରେ ଆମେ ପ୍ରାପ୍ତ କରୁଛେ, ତାହେଲେ ବିଶ୍ୱଟା ମଧ୍ୟ ୱେଲ୍ଥ ହବ। କିନ୍ତୁ ସେଠି ଆସିଗଲା ନେଗେଟିଭ କୁକର୍ମ, ଯୋଉଟା ଆମ ପାଇଁ ଶ୍ରେୟ ନୁହଁ, ସେଇଟା ହଉଛି ବିପର୍ଯ୍ୟୟ ଆଡକୁ ଯିଏ ଟାଣୁଛି, ସେଇ କର୍ମଟା ଆମେ କୌଣସି ପ୍ରକାରେ ଲିପ୍ତ ହେବା ନାହିଁ, ସେଇ କର୍ମ କରିବା ନାହିଁ। ଏଇଠି ଆସିଗଲା ଜ୍ଞାନର ଚିନ୍ତାଧାରା। ଜ୍ଞାନ କଣ କହେ ନା, ଜ୍ଞାନ ଦିଏ ଏଇଭଳି ଗୋଟେ ଚିନ୍ତା ଯେ ତମେ ଉତ୍ତମ କର୍ମ କର, ଫଳଟା ପ୍ରତି ଆଶା ରଖ ନାହିଁ ଏବଂ ଜ୍ଞାନ ମାଧ୍ୟମରେ ତମେ ତମର ତ୍ରାଣକର୍ତ୍ତାଙ୍କ ସହିତ ଯୋଡି ହେଇପାରିବ। ସ୍ୱାମୀ ବିବେକାନନ୍ଦ ସବୁବେଳେ କହୁଥିଲେ ଯେ ଚାରି ଯୋଗ ଭିତରୁ କାହା ପାଇଁ କୋଉ ଯୋଗ ଉଦ୍ଦିଷ୍ଟ ସେଟା ତ ଭଗବାନ ନିଜେ ବିଶ୍ଳେଷଣ କରିଛନ୍ତି ଏବଂ ସବୁବେଳେ ମନେ ରଖିବା ଉଚିତ, କୋଉ ଯୋଗ କାହାଠାରୁ ଉତ୍ତମ ନୁହଁ, କୋଉ ଯୋଗ କାହାଠାରୁ ନିକୃଷ୍ଟ ନୁହଁ।
प्रत्येक जोगर उद्देश्य है ये जो घूर्णिमय अवस्था अच्छी जन्म मृत्यु ये जो कालचक्र भितर मुक्ति प्राप्ति होची प्रत्येक जोगर गोटे गोटे उद्देश्य सबुठारु हुए तो सहज जोग हो पारे भक्ति जोग कारण तांको गुरु रामकृष्ण परमहंस ताकू कहते भक्ति जोगटा ये जोगर श्रेष्ठ जोग कारण से निजे भक्ति जोगरे एते मात्रा उन्मादन पाइथिले जे से आउ कौन सी कर्म करि पारु नथले परवर्ती समय आम श्री अरविंद पाखे देखुचे जे ज्ञान रो चरम सीमा रे पहुंचला परे मनुष्य कर्म प्रति आसक्ति रखे नाही किछि किछि कर्म करबा को गीता रे श्री कृष्ण कहउचंती हे अर्जुन मु त्रिलोकर स्वामी त्रिलोकरे मते कौनसी कर्म करबा पई आवश्यकता नाही कारण कर्म कले निश्चय किछि प्राप्ति हुए एई भली कौनसी जिनिस नाही जहा मो पई दुष्प्राप्य बा अप्राप्य वस्तु तथापि मु कर्म रे लिप्त रहउची यार कारण हला जे मु जदि कर्म न करे मते जो माने अनुसरण करूचंती पृथ्वी रो प्रत्येक लोक से माने देखिबे जे सिठी भगवान बा परम ब्रह्म जो आख्या दिया होची श्री कृष्ण से कर्म रहित अछंती ताहले आमे काई करबा तेणु मु कर्म किछि ना किछि कर्म करि चलीछि तमे मध्य कर्म कर युद्धम कुरु कारण युद्ध करबा होची तमर कर्तव्य एथिरो तमर मुक्ति नाही जदि करू ना हो ताहले का पुरुष रूपे तमे गण्य हबो एबे तमे से जो कथा रछि क्लैबं मास्मंगम पार्थ नैतक्तो प्रपचन्ते क्षुद्र हृदय दुर्बल्यम त्यक्तो तृष्ठ महातप परम तप ए जो क्षुद्र मना संकीर्ण मना जे मु काम करूची एई काम द्वारा मोर ज्ञाति कुटुंब को हत्या करूची एटा तमर संकीर्ण मना तमर ऊर्ध्वरेता हो ऊपर को उठ तमे धर्म को रक्षा करूच जो माने विधर्मी अधर्मी अछंती तम भाई बंधु कुटुंब हेले मध्य तमे तांको विनाश करिया को बाध्य कारण ये होची तमरो आजिर कर्तव्य एई अनुसार जदि हमें देखिबा जे प्रत्येक जहाँ कहते प्रत्येक एक्शन हैज रिएक्शन एठी गोटे छोट गल्प मन पड़ुची नारद पृथ्वी पृष्ठ को आछंती गोटे साधक को देखिछंती से साधक विषण्ण मन रे बसचंती एवं से कहले नारद को हे ब्रह्मश्री तमे तो गोलक धाम को जीवो सेठी पचारिबो विष्णु को जे मोर मुक्ति लाभ पे आउ केते जन्म अछि ता किछि समय परे से जाइछंती गोटे आउ जने हस खुशी रे रहिथे आउ जने जोगिंग की से नारद को प्रणिपात करी कहउची नारद मुनि से विधाता को पचारिबो मोर मुक्ति केबे हेई पारे से पूछी के आसी कहिचंती प्रथम व्यक्ति को पाकु जाइचंती कहले तम पाई आउरी 5टी एभली जन्म आवश्यक तमर मुक्ति हवा पाई सेठु से विषण्ण मन रे अछंती कहउचंती आउरी 5 जन्म आउरी 5 दीर्घ एतिकी वर्ष मते अपेक्षा करबा को पड़ियो मो जन्मटा ठीक हेलानी मु हतभागा ए भले निज को निजे से कष्ट देकी दुख सहित समान सहित कथा तापरे नारद जाइछंती से जो व्यक्ति हस खुशी रे जो योगी अछंती तांको पचारले जे आपण जाइथिले से कहले हां मु जाइथिली पचारले विधाता को हां हां मु पचार ए जो गछर पत्र देखुचो जेतिकी संख्यक पत्र अछि सेतिकी जन्म परे तमरो मुक्ति हो से हस साहस्य बदन रे कहउचंती वाह ताले ठीक अछि एई तो गछर जेतिकी पत्र अछि सेतिकी मु तो बंची पारिबी सेतिकी दिन तो प्रभु को ध्यान करि पारिबी काहे के ना मनुष्य जीवन भगवान को ध्यान पाई उद्दिष्ट मु आउ थरे एति करी के तापरे चल जी भगवान जा चाहते सेई मुहूर्त रे तांकर
ମୁକ୍ତି ଲାଭ ହେଇଛି। ଭଗବାନ କହୁଛନ୍ତି ଯେ କର୍ମ ଯୋଉ କାମନା ରହିତ କର୍ମ ହିଁ ପ୍ରକୃତ କର୍ମ। ଏଇ ଲୋକର ଆନନ୍ଦ ବିଭୋର ହେଇଯାଉଛି। ସେ କହୁଛି ଗଛର ପତ୍ର ଯେତିକି ସଂଖ୍ୟାରେ ଅଛି ମୁଁ ସେଇଭଳିଆ ସଂଖ୍ୟା ଜୀବନ ମୃତ୍ୟୁ ଜୀବନ ଭିତରେ ଦେଇକି ମୁଁ ବିଧାତାଙ୍କ ନିକଟକୁ ଯାଇପାରିବି। ଏଇଟା ଏଇଟା ଗୋଟେ ଉଦ୍ଦେଶ୍ୟ। ଆଉ ଗୋଟେ ବିଦେଶ କଥା, ବାଇବଲର କଥା କହନ୍ତି, ଜବ୍ ବୋଲି ଜଣେ ଧନିକ ବ୍ୟକ୍ତି, ଜଣେ ରାଜା ବୋଲି ଧରାଯାଏ। ଜବ୍ ସେ ତାଙ୍କୁ ଭଗବାନ ବା ବିଧାତା ତାଙ୍କୁ ପରୀକ୍ଷା କରିବା ପାଇଁ ଯାଇଛନ୍ତି। ଅନ୍ୟର କଥାରେ ସେ ଜଣେ ଯଦି ତମର ଉତ୍ତମ ଭକ୍ତ ତାହେଲେ ତାକୁ ପରୀକ୍ଷା କରାଅ। ଭଗବାନ ସେଠି ବା ତ୍ରାଣକର୍ତ୍ତା ସେଠି ତାଙ୍କୁ ଭାରି କଷ୍ଟ ଦେଇଛନ୍ତି। ତାଙ୍କ ସ୍ତ୍ରୀ କିନ୍ତୁ ମାନେ କୌଣସି ପ୍ରକାର ଦୁରାରୋଗରେ ସେ ଚାଲି ଯାଇଛନ୍ତି। ତାଙ୍କ ପୁତ୍ର ସନ୍ତାନ ମରିଯାଇଛନ୍ତି। ତାଙ୍କର ସମ୍ପତ୍ତି ସବୁ ଜଳି ପୋଡ଼ି ନଷ୍ଟ ହେଇଛି। ତଥାପି ସେ ଭଗବାନ ଯାହା ହଉ ମୋର ତ ଯାଇଛି, ତଥାପି ତ ତମେ ଅଛ। ଶେଷକୁ ଯେତେବେଳେ ଦୁର୍ବିଷହ ହେଇଛି ସେ ପଚାରିଛନ୍ତି ଜବ୍, ହ୍ୱାଇ ମି ଲର୍ଡ, ମତେ କାହିଁକି ହେ ଭଗବାନ, ହେ ଈଶ୍ୱର ଏଇ କଷ୍ଟ ଦେଇଛ? ସେ ଗୋଟିଏ ପଦ କହିଛନ୍ତି, ତାଙ୍କ ଗଭୀରତମ ସ୍ପନ୍ଦନରୁ ସେ ନିର୍ଗତ ହେଇଛି ଏବଂ ସେ କହିଛନ୍ତି ହ୍ୱାଇ ମି ଲର୍ଡ, ମତେ ଆପଣ କାହିଁକି ଖୋଜିଛନ୍ତି ଏଇ କଷ୍ଟ ପାଇବା ପାଇଁ? କିନ୍ତୁ ତଥାପି ସେ ସାହସ୍ୟ ବଦନରେ ତାକୁ ଗ୍ରହଣ କରିଛନ୍ତି ଏବଂ କିଛି ଦିନ ଗଲା ପରେ ଭଗବାନ ତାଙ୍କୁ ବା ଈଶ୍ୱର ତାଙ୍କ ସାମ୍ନାରେ ଉପନୀତ ହେଇଛନ୍ତି ଏବଂ କହିଛନ୍ତି ତମକୁ କେବଳ ପରୀକ୍ଷା କରାଯାଉଥିଲା, ତମେ ତ ସଚ୍ଚୋଟ ଭକ୍ତ, ତମର ଆଉ ମୁକ୍ତି ନହବ ଏଇ କଥା ନାହିଁ, କିନ୍ତୁ ଗୋଟେ ପରୀକ୍ଷାରେ ତମେ ଆଜି ଉତ୍ତୀର୍ଣ୍ଣ ହେଇଛ। ଏଇଭଳି ଯଦି ଚିନ୍ତାଧାରା ହୁଏ ତାହେଲେ ଆମେ ପ୍ରକୃତରେ ଧନ୍ୟବାଦ ଦବା କଥା ଯେ ଏଇ ଆମେ ଯୋଉ ପ୍ରକାର ଅବସ୍ଥାରେ ଅଛୁ ଏଇ ଅବସ୍ଥା ଅନ୍ୟର କାହାର ନାହିଁ। ଆମେ ଖୁସି, ଆମେ ଭଗବାନଙ୍କ ପାଖରେ ଋଣୀ। ମୁଁ ପ୍ରମୋଦ ବାବୁ ଅନେକ କଥା ଚାକିରି କଥା କହୁଥିଲେ ଯେ 60 ବର୍ଷ ପରେ ତ ଆମେ ସବୁ ଚାଲିଯିବା ଏଇ ପଦବୀ ଛାଡିକି, ଯିଏ ଯୋଉ ପଦବୀରେ ଥାନ୍ତୁ ପଛେ ସେଇ ତାକୁ ଛାଡିବାକୁ ହିଁ ପଡିବ। ସେଇଟା ହଉଛି ଆମର ପରିଣତି। ମୁଁ ତାକୁ ଟିକେ ଗାଣିତିକ ସୂତ୍ରରେ କହେ, ଆର୍ଏନ୍ ବେହେରା ମାଇନସ୍ ପ୍ରିନ୍ସିପାଲ ଇକ୍ୱାଲ ଟୁ 0। ଯଦି ଏଇ ଇକ୍ୱେସନଟି ସତ ହେଲା ତାହେଲେ ଆର୍ଏନ୍ ବେହେରା ସବୁଦିନେ ପ୍ରିନ୍ସିପାଲ ରହିବ ନାହିଁ ଏବଂ ତାହେଲେ ଯଦି ତାଙ୍କୁ ପ୍ରିନ୍ସିପାଲ ହିସାବରେ ହିଁ ରଖାଯାଏ ଆର୍ଏନ୍ ବେହେରା ପ୍ରିନ୍ସିପାଲ ଏବଂ ବିନା ପ୍ରିନ୍ସିପାଲରେ ସେ ଯଦି 0 ହେଇଗଲା ତାହେଲେ ଢିକ୍ ଏ ଚାକିରି। ଏଇ କଥାଟା ମୋର ସହକର୍ମୀ ମାନଙ୍କୁ ବୁଝା ଏବଂ ସେମାନଙ୍କୁ କହେ ଯେ ଅନିତ୍ୟ ସଂସାର ଭିତରେ ଏଇ ପଦବୀ ଲାଳସା ଗୋଟେ ଅନୁପଯୁକ୍ତ ଲାଳସା। ଏଇ ଆର କୌଣସି ଧାରଣା ନାହିଁ, ଆର କୌଣସି ସୂଚନା ନାହିଁ, ଆର କୌଣସି ବିଶେଷତ୍ୱ ନାହିଁ। ତେଣୁ ଆମେ ଯେହେତୁ ନିଜକୁ ନିଜେ ଏଇ ଯୋଉ ଅହମ୍ ଭାବରେ ବେଷ୍ଟିତ ହେଇକି ରହୁଛୁ, ଏଇଟାର ଟିକେ ଯଦି ଜ୍ଞାନ ରୂପକ ଆଲୁଅରେ ଦେଖିବା ଆର କୌଣସି ଯଥାର୍ଥତା ନାହିଁ। କିଏ ରାଜା କିଏ ପ୍ରଜା ଏସବୁ ଭିତରେ ବାଛ ବିଚାର ରହିବା ଅନୁଚିତ ହେଇଗଲା। କାହିଁକି ଯୋଉମାନଙ୍କର ସେଇ ଶକ୍ତି ନିଜ ଉପରେ ଗଭୀର ଆତ୍ମବିଶ୍ୱାସ ଆସେ ତାହେଲେ ଯାଇ ସେମାନେ କହିବେ ଯେ ଏଇ ଭିତରେ ଆମେ ପ୍ରକୃତରେ ଏଇ ଯୋଉ ପଦବୀ, ଏଇ ଯୋଉ ପ୍ରକାର ସମ୍ମାନ ବା ବୈଭବ ବା ସମ୍ପତ୍ତି ଲାଭ କରୁଛେ ଆର କୌଣସି ସତ୍ତା ନାହିଁ। ପରିଶେଷରେ ଆମେ ହିଁ କେବଳ ମୃତ୍ୟୁ ମୁଖକୁ ଯିବା ଆଉ ମୃତ୍ୟୁଟା ଏ କାଳଟା ସବୁ ଗୁଡାକୁ ଭସ୍ମ କରିଦବ। ଏଥିରେ ଆଚାର୍ଯ୍ୟ ଶଙ୍କର ମଧ୍ୟ ଏଇ କଥା କହୁଥିଲେ। ଏଇ ଯୋଉ ଦୁଃଖ ରାଗ ବିଷାଦ ଇତ୍ୟାଦି ସମସ୍ତେ କ୍ଷଣିକ ମାତ୍ର, ସମସ୍ତଙ୍କର ମୃତ୍ୟୁ ଅଛି, ସମସ୍ତଙ୍କ ଶେଷ ଅବସ୍ଥା ଅଛି। ତେଣୁ ଏଥିରୁ ନିବୃତ୍ତ ହବା ହଉଛି ଜ୍ଞାନୀ ଲୋକର କର୍ତ୍ତବ୍ୟ। ତେଣୁ ଜ୍ଞାନୀ ଯଦି ହେଇଗଲା ତାହେଲେ ଜ୍ଞାନ ହଉଛି ଚରମ ସୀମା। ଏଇ ଯୋଉ ଆମର ଯୋଉ ପାର୍ଥିବ ଜୀବନରେ ଆମେ ଯୋଉ ପ୍ରକାର ଚିନ୍ତାଧାରା କରୁଛେ, ଆମର ପୁରୁଷତ୍ୱ କଣ, ଆମର ପୌରୁଷ କଣ,
एकमात्र पौरुष है ज्ञान लाभ, उत्तम ज्ञान लाभ बा से ज्ञान जदि गला तो उत्तम, ताहले ज्ञान सहित जदि भक्ति आसीगला आहरी उत्तम। ठीक सेमिति आमर यही चिंताधारा जदि आसे ताहले आमे भाबिबा जे आम जीवन व्यर्थ नुह, ये समाज रे आमर प्रतिष्ठा क्षणिक मात्र एवं परवर्ती जीवन रे आमे भाबिबा जे आमे चारवाक नुह, कहीं चारवाक भविष्यत बोली किसी नथिला। जावं जीवेत सुखम जीवेत ऋणं कृत्वा घृतं पीबेत भस्मीभूतस्य शरीरस्य पुनरागमन कुतः। एटा पोड़ीदेला पर तो भस्म हो गला शरीर, आर तो आउ थे आसबार ना। तेणु जहा कर आज बंच, खाओ पिओ बंच, कहीं काली तुम मृत्यु मुखरे पड़ो, आउ तार पुनरागमन ना। ये गोटे सीमित चिंताधारा भितर आमर जीवन टाक बेष्टित नक आम ऊर्धरेता हवा आगो को जीवा एवं देखिबा आम पाई जो प्रकार एपरिक साधारण ज्ञान मध्य प्रदान करिसंती से संतुष्ट हवा। जदि ऊपर को उठिबा को चाहिबा ताहले आम पाखरे बहु पूर्वसूरी मानकर अजस्र आशीर्वाद अच्छी, मंत्र माध्यम ज्ञान कौशल माध्यम चेतना चिंताधारा माध्यम पाथेय कर मनुष्य जीवन उत्कर्षता आम निश्चय आशा करवा एवं लाभ करवा। आज ये काम लगे यहाँ तो पवित्र काम केते दूर पवित्र भाव करे तो चिंता हो पारनी, कारण पुण्य करवा पवित्रता रक्षा करवा मन को स्थिर करवा हूँ मनुष्य जीवन एकमात्र लक्ष्य। यहाँ हूँ चरम पुरुषार्थ। ए आज भाग नहीं निजक कृतार्थ मन करुच्ची एवं कृतज्ञता आपण मान धन्यवाद। अनेक कृतज्ञता मोर पुनश्च प्रणाम जन सार आसतु। बर्तमान मुझे स्वागत करी डॉक्टर कमला कृष्ण त्रिपाठी। डॉक्टर कमला कृष्ण त्रिपाठी ठीक अच्छी बोधे कौन सी व्यस्तता अच्छा बोधे आशुतोष सार उदाउट सार भी ऑलरेडी लेफ्ट हो गले किंतु आज कनक्लूजन अच्छा ठीक अच्छे कनक्लूजन टॉक तो आज राधानाथ सार कर सारी आग को जीवार जदि किए कि कहबार अच्छे ताले आपण मैंने कहीपारती कि आज प्रसंग को नहीं जदि कहार कि उक्ति अच्छे। हाँ सर मैं आपको स्वागत करता। नमस्कार सर। नमस्कार। उक्ति किसी रखी नहीं, खाली संदेह गोटे हूँ कैलाश सर को टिके पचारि कर्म को जो तीन भाग विभक्त कले गोटे प्रारब्ध कर्म, गोटे संचित कर्म, गोटे क्रियमाण कर्म, टिके आउ टिके व्याख्या कले भल हम सर। नमस्कार कैलाश सर। नमस्कार आपको स्वागत कर कैलाश महाराणा सर। हेलो आज्ञा आज्ञा। हाँ 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 नमस्कार सर कैलाश सर। मोर जो तीन कर्म कथा ऑलरेडी आम आलोचना करिचे। गोटे हूँ संचित कर्म, जो क्रियमाण कर्म आउ प्रारब्ध कर्म ना कौन? नहीं प्रारब्ध। हाँ प्रारब्ध कर्म।
ପ୍ରାରବ୍ଧ କର୍ମ ଆପଣ ଜାଣିଛନ୍ତି ଯେଉଁ କର୍ମ ଫଳ ଦେବାକୁ ଅଲରେଡି ପ୍ରସ୍ତୁତ ହୋଇ ରହିଥାଏ ତାହାକୁ ପ୍ରାରବ୍ଧ କର୍ମ କୁହାଯାଏ। ଅର୍ଥାତ୍ ଅତୀତରେ ଆମେ ଯୋଉ କର୍ମ କରିଛେ ଏବଂ ଯେଉଁ ଫଳ ଅଲରେଡି କଣ ଯେଉଁ କର୍ମ ଫଳ ଅଲରେଡି ପ୍ରସ୍ତୁତ ହୋଇ ରହିଛି ଏବଂ ତାହାକୁ ଆମେ ପ୍ରାରବ୍ଧ କର୍ମ ବୋଲି କହୁଛେ। ଅର୍ଥାତ୍ ଯେଉଁ କର୍ମ ବର୍ତ୍ତମାନ ଭୋଗୁଛେ, ଆଚ୍ଛା ଯାହାର ଫଳ ବର୍ତ୍ତମାନ ପ୍ରସ୍ତୁତ ହେଇଛି ଏବଂ ଆମେ ତାକୁ ଭୋଗୁଛୁ ତାକୁ ଆମେ ପ୍ରାରବ୍ଧ କର୍ମ ବୋଲି କୁହାଯାଉଛି। ଏବଂ ଆଉ ଗୋଟେ କଥା ହେଲା ଯେଉଁ କର୍ମ ପୂର୍ବରୁ ସଞ୍ଚିତ ହୋଇ ରହିଥାଏ କିନ୍ତୁ ଫଳ ଦେବାକୁ ପ୍ରସ୍ତୁତ ହୋଇନଥାଏ ତାକୁ ସଞ୍ଚିତ କର୍ମ ବୋଲି କୁହାଯାଇଥାଏ। ଏବଂ ଯେଉଁ କର୍ମ ଆମେ ଏଇ ଜୀବନରେ କରୁଛନ୍ତି ତାହା ପରବର୍ତ୍ତୀ ଜୀବନରେ ସଞ୍ଚିତ ହୋଇ ରହୁଛି, ପରବର୍ତ୍ତୀ ଜୀବନ ପାଇଁ ସଞ୍ଚିତ ହୋଇ ରହୁଛି, ତାହାକୁ କ୍ରିୟମାନ କର୍ମ ବୋଲି କୁହାଯାଏ ବା ସଞ୍ଚୟମାନ କର୍ମ ବୋଲି ଆମେ କହୁଛୁ। ଆଉ କଣ କହୁଛନ୍ତି? ନାଇଁ ଠିକ ଅଛି, ଦିଟାକୁ ଟିକେ ସଞ୍ଚିତ କରିକି ତାକୁ ଇଏ କଲେ କହିଲେ ତ ଟିକେ ମୁଁ ଟିକେ ଦ୍ୱନ୍ଦ୍ୱରେ ପଡିଗଲି। ତେଣୁ ଯୋଉଟା ପ୍ରାରବ୍ଧ ହେଲା ଯୋଉଟା ଅଲରେଡି ଆମେ ଗତ ଜନ୍ମର କର୍ମର ଫଳସ୍ୱରୂପ ଏବେ ବର୍ତ୍ତମାନ ଏଇ ଜନ୍ମ ପ୍ରାପ୍ତ ହୋଇଛେ ଏବଂ ଭୋଗୁଅଛେ, ଅଲରେଡି ଷ୍ଟାର୍ଟେଡ। କିନ୍ତୁ ସଞ୍ଚିତ ଯୋଉଟା ଫିକ୍ସଡ ହେଇକି ଅଛି ଆଦୌ ସେ ଖୋଲିନି, ଆଦୌ ଆରମ୍ଭ ହେଇନି ସେ କର୍ମ। କିନ୍ତୁ କ୍ରିୟମାଣ କର୍ମ, କିନ୍ତୁ କ୍ରିୟମାଣ କର୍ମଟା ଯୋଉଟା ଏବେ ଆମେ ଆରମ୍ଭ କରିଛେ, ଯୋଉଟା ଇଏ କରାଯିବ, ମନେକର ଧନୁରୁ ତୀର ବାହାରି ସାରିଛି, ବନ୍ଧୁକରୁ ଗୁଳି ବାହାରି ସାରିଛି, ତାକୁ ତ ଅଟକେଇ ହବନି ନା, ସେଇ କର୍ମଟା ଏବେ ଯୋଉ ଭୋଗିବାକୁ ଆଗକୁ ଯିବା ସେ ଆରମ୍ଭ ହେଇ ଆସୁଛି। ଏବେ ନହେଲେ ବି କେବେ ଆଗକୁ ଭୋଗିବା, ସେଇଟାକୁ ମୁଁ ଭାବେ କ୍ରିୟମାଣ କର୍ମ। ଏତିକି, ଏଠି ଟିକେ ଦିଟାକ ଆପଣ ସଞ୍ଚିତ କରିଦେଲେ ତ ମୁଁ କହିଲି କଣ ଟିକେ ଅଧିକା ଟିକେ ଆଉ ଟିକେ। ଧନ୍ୟବାଦ ଉଭୟ କୈଳାସ ସାରଙ୍କୁ ଆଉ କୈଳାସ ସାରଙ୍କୁ ଉଭୟଙ୍କୁ। ମୋର ଗୋଟେ ପ୍ରଶ୍ନ ଅଛି। ହଁ ସାର୍ ପଚାରନ୍ତୁ। ନମସ୍କାର। ଯିଏ ବି କହିଲେ ଉତ୍ତର ହବ। ମୋର ଯାହା ଧାରଣା ଅଛି ମୁଁ ସେଇଟା କହୁଛି, ତାପରେ ସେଇଟା କେତେ ଦୂର ସତ୍ୟ ଆପଣମାନେ ଟିକେ ବିଚାର କରିବେ। ମୋର କହିବା କଥା ହେଲା, ଧର୍ମ, କର୍ମ ଆଉ କର୍ମ ଫଳ, ଏଇ ତିନୋଟି ଜିନିଷ କଥା ମୁଁ କହୁଛି। ଆମ ସମସ୍ତଙ୍କ ସହିତ ଧର୍ମ ଗୋଟେ ଆସିଛି ଏବଂ ସେଇ ଧର୍ମ ଅନୁସାରେ ଆମକୁ କର୍ମ କରିବାକୁ ପଡିବ ଏବଂ ଫଳ ପାଇବାକୁ ପଡିବ। ଉଦାହରଣ ସ୍ୱରୂପ, ଘରେ ଯେ ମୁରବୀ ବାପାର ଧର୍ମ ହେଲା ପରିବାର ପ୍ରତିପୋଷଣ କରିବା, ପରିବାରର ସମସ୍ତ ସୁରକ୍ଷା ବହନ କରିବା, ସେଇଟା ହଉଛି ତାର ଧର୍ମ। ଆଉ ସେଇ ଧର୍ମଟା ପାଳନ କରିବା ପାଇଁ ତାକୁ କର୍ମ କରିବାକୁ ପଡିବ। ସେଇ କର୍ମ କରିକି ଯୋଉ ଫଳ ପାଇବ ସେଇଥିରେ ପରିବାର ପ୍ରତିପୋଷଣ ହବ। ସେଇ ଯୋଉ କର୍ମ କରିବା ପାଇଁ, ସେଇ ଯୋଉ ଚାକିରି କରିବ କି ଯୋଉ ଅନୁଷ୍ଠାନରେ କାମ କରିବ, ସେଠି ମଧ୍ୟ ସିଏ ଆସିଲା ଗୋଟେ କର୍ମଚାରୀ। ତେଣୁ କର୍ମଚାରୀର ଧର୍ମ ସେଇଠି ଲିଭେଇଲା। ସିଏ ଯେହେତୁ କର୍ମଚାରୀର ଧର୍ମ ସେଇଠି ଲିଭେଇଲା, ତାର ଧର୍ମ ହେଲା ସେଇଠି କର୍ମଚାରୀ ହିସାବରେ। ତେଣୁ ସିଏ କଣ କରିବ, ଠିକ ରୂପେ କାମ କରିବ ଏବଂ ଅନୁଷ୍ଠାନର କିନ୍ତୁ ଉନ୍ନତି ହବ। ତା ସହିତ ଯୋଉମାନେ କାମ କରୁଛନ୍ତି ତାଙ୍କ ସହିତ ସହବାସ୍ଥାନ କରିକିରି ତାର ଯୋଉ ଫଳ, ସେଇଠି ଯୋଉ ଦରମା ପାଇବ, ସେଇ ଦରମା ବଳରେ, ସେଇ ଫଳ ବାଦେ ସିଏ ଆଣିକି ତାର ପରିବାରକୁ ପ୍ରତିପୋଷଣ କରିବ, ପ୍ରଥମ ଧର୍ମର କାମ ସାରିବ। ଏଇ କଥାଟା ମୋର ବୁଝିବାରେ ଅଛି, ମୁଁ ବୁଝିଛି ଏଇଭଳିଆ। ଆପଣ ମାନେ କିଏ କଣ କହିପାରିବେ ମତେ ଟିକେ କୁହନ୍ତୁ। ଟିକେ ପ୍ରମୋଦ ସାର୍ ଏ କଥାରେ ଟିକେ ଆପଣ ଉତ୍ତର ଦିଅନ୍ତୁ। ପ୍ରମୋଦ ସାର୍, ହ୍ୟାଲୋ ପ୍ରମୋଦ ସାର୍। ହଁ, କଣ ସେ ପ୍ରଶ୍ନଟା ମୁଁ ଆଉଥରେ ଶୁଣି ପାରିଲିନି, ଆଉ ଟିକେ କହିଲେ। ସାର୍ ଯୋଉ କହିଲେ ପ୍ରଶ୍ନଟା କଣ ଥିଲା? ମୁଁ ଆଉଥରେ କହୁଛି। ଆମର ଧର୍ମ, କର୍ମ ଆଉ କର୍ମ ଫଳ, ମୁଁ ଏଇ ବିଷୟରେ କହିବାକୁ ଚାହୁଁଛି। ଆମ ସହିତ ଧର୍ମ ଗୋଟେ ନିଶ୍ଚିତ ଭାବରେ ଜନ୍ମରୁ ଆମ ପାଖେ ଆସିଛି। ଆମେ ପରିବାରରେ ଜନ୍ମ ନେଇଛେ, ତେଣୁ ସମସ୍ତଙ୍କର ଗୋଟେ ଗୋଟେ ଧର୍ମ ରହିଛି। ବାପାଙ୍କର ଧର୍ମ ଗୋଟେ, ପୁଅର ଗୋଟେ ଧର୍ମ, ସ୍ତ୍ରୀର ଗୋଟେ ଧର୍ମ, ସମସ୍ତଙ୍କ ଧର୍ମ ରହିଛି। ଘରର ମୁଖିଆ ହିସାବରେ, ପରିବାରର ମୁରବୀ ହିସାବରେ ପିତା ହଉଛନ୍ତି, ପିତାଙ୍କର ଧର୍ମ ହଉଛି ପରିବାର ପ୍ରତିପାଳନ କରିବା, ପରିବାରର ସମସ୍ତଙ୍କର ଯତ୍ନ ନେବା, ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିବା। ସେଇ ଯୋଉ ଧର୍ମଟା ତାଙ୍କର ଅଛି, ସେଇ ଧର୍ମକୁ ପାଳନ କରିବା ପାଇଁ ତାଙ୍କୁ ଗୋଟେ କର୍ମ କରିବାକୁ ପଡିବ। ଆଉ ସେଇ କର୍ମର ଫଳଟା ଆଣିକିରି ସିଏ ପରିବାର ପ୍ରତିପୋଷଣ କରିବେ ବା ପରିବାରକୁ ସାହାଯ୍ୟ କରିବେ। କିନ୍ତୁ କର୍ମ କରିବା ପାଇଁ ସେ ଯୋଉଠିକି ଯିବେ, ଯୋଉ ଅନୁଷ୍ଠାନରେ କାମ କରିବେ, ସେଠି ସିଏ ଗୋଟେ ବର୍ତ୍ତମାନ କର୍ମଚାରୀ ହେଇଗଲେ ଏବଂ ସେଇ କର୍ମଚାରୀ ହିସାବରେ ସେ ଧର୍ମ ନିର୍ବାହ କରିବେ ଏବଂ ସେଇ କର୍ମଚାରୀ ହିସାବରେ ସିଏ ଯୋଉ ଫଳ ପାଇବେ ସେଇଟା ଆଣିକି ନିଜ ପରିବାରକୁ ପ୍ରତିପୋଷଣ କରିବେ।
ଏବଂ ସେଇ ଧର୍ମ ହିସାବରେ ସେଠି ମଧ୍ୟ ଅନୁଷ୍ଠାନରେ ମଧ୍ୟ ସେ ଅନୁଷ୍ଠାନର କେମିତି ଉତ୍ତରୋତ୍ତର ଉନ୍ନତି ହବ, ନିଜ କର୍ମ ନିୟମ ଆଉ ଯେମିତି ପଙ୍କ୍ଚୁଆଲିଟି ହବ, ସିନ୍ସିୟରିଟି ହବ ଏବଂ ଯିଏ ମୁଖ୍ୟ ଅଛନ୍ତି ତାଙ୍କ କଥା ମାନିକି ଚଳିବାକୁ ପଡିବ ଏବଂ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ଏବଂ ତା ସହିତ ଯୋଉ ସହଯୋଗୀ ମାନେ କାମ କରୁଛନ୍ତି ତାଙ୍କ ସହିତ ଭଲ ସମ୍ପର୍କ, ଏଇତକ ହିଁ ସମ୍ପୂର୍ଣ୍ଣ କଲେ ସେ ଦ୍ୱିତୀୟ ସ୍ଥାନର କର୍ମର ଫଳ ସେ ପାଇଲେ, ସେଇ ଫଳଟାକୁ ଆଣିକି ପ୍ରଥମର ଧର୍ମ ହିସାବରେ ଯୋଉ କର୍ମ ପିତା ହିସାବରେ ସେଇ ଫଳରେ ଯାଇକି ଯୋଗ କରିକି ତାଙ୍କର ପରିବାର ପ୍ରତିପୋଷଣ କରିପାରିବେ। ଏଇଟା ହଉଛି ମୋର ମତାମତ। ଆପଣ ମାନଙ୍କୁ କଣ ଏ ବିଷୟରେ କହିବାର ଅଛି କୁହନ୍ତୁ। ନାଇଁ, କଥା ସେମିତି ନୁହଁ। କଥା ହଉଛି ବହୁତ ସହଜ। ଆମେ କର୍ମ, ମୋ କଥା କହିଲା ବେଳେ କହୁଥିଲି, ଆମେ ବହୁତ ସହଜ ଭାବରେ ନବା ଯେ ଆମେ କର୍ମ କରୁଛେ। ଆମେ ସବୁଦିନ କିଛି କର୍ମ କରୁଛେ। ମା ପରିବା କାଟୁଛନ୍ତି, କର୍ମ। ଜଣେ ବାଲ୍ଟିରୁ ପାଣି ଆଣୁଛି, କର୍ମ। ବର୍ତ୍ତମାନ ମୁଁ କଥା କହୁଛି, କର୍ମ। ଆପଣ ପ୍ରଶ୍ନ ପଚାରିଲେ, କର୍ମ। ତେଣୁ କର୍ମକୁ ବୁଝିବାରେ କିଛି ଅସୁବିଧା ନାହିଁ। କିନ୍ତୁ କର୍ମଟାକୁ ଯଦି ଆମେ ନୀତି ଅନୁସାରେ କରିବା, ଗୋଟେ ପ୍ରିନ୍ସିପୁଲ ଅନୁସାରେ କରିବା, ତାହେଲେ ସେଇଟା ହଉଛି ଆମେ କର୍ମଟାକୁ ଧର୍ମ ଅନୁସାରେ କଲେ। ଯେଠି ଧର୍ମର ଅର୍ଥ ହେଲା ପ୍ରିନ୍ସିପୁଲ ଅଫ ରାଇଚିୟସନେସ୍, ଯାହା ଠିକ, ଯାହା କରଣୀୟ, ଯାହା କର୍ତ୍ତବ୍ୟ, ତାହା ହଉଛି ଧର୍ମ। ଯାହା କରଣୀୟ, ଯାହା ଠିକ, ଯାହା କରିବା ଉଚିତ, ଯାହା କହିବା ଉଚିତ, ଯୋଉପରି ଭାବରେ ଯୋଉ କର୍ମଟା କରିବା ଉଚିତ, ସେଇଟା ହଉଛି ଧର୍ମ। ବୁଝିପାରିଲେ ନା? ଏଠି କର୍ମର ଗୋଟେ ଆଡଜେକ୍ଟିଭ ହଉଛି ଧର୍ମ। କର୍ମ, ସେଥିପାଇଁ ଯୋଉ ଧର୍ମ ଅର୍ଥ କାମ ମୁଖ୍ୟ ଅଛି, ଚାରିଟା ପୁରୁଷାର୍ଥ, ସେଠି ଧର୍ମର ସଂଜ୍ଞା କଣ? ସେଠି ଧର୍ମ ମାନେ ନୁହଁ ଯେ ହିନ୍ଦୁଇଜିମ୍, ଇସଲାମିଜିମ୍, ଖ୍ରୀଷ୍ଟିଆନିଟି, ଧର୍ମର ଅର୍ଥ ସେଇଆ ନୁହଁ। ସେଠି ଧର୍ମର ଅର୍ଥ ହଉଛି କାମ ଆଉ ଅର୍ଥ, ଏଇ ଦୁଇଟି ଆମର ବଞ୍ଚିବା ପାଇଁ ଆବଶ୍ୟକତା ଅଛି। କାମ ଆଉ ଅର୍ଥକୁ ଆମେ ପାଳନ କରିବା, କିନ୍ତୁ କାମକୁ ଆଉ ଅର୍ଥକୁ ଆମେ ଧର୍ମ ରୂପରେ ପାଳନ କଲେ ମୋକ୍ଷ ପାଇବା। ଯଦି ତାକୁ ଆମେ ଅଧର୍ମ ରୂପେ ପାଳନ କରିବା ତାହେଲେ ବଣ୍ଡେଜ ପାଇବା। ଅର୍ଥ ଆଉ କାମ, ଅର୍ଥ ମାନେ ମନି ନୁହଁ, ଅର୍ଥ ମାନେ ୱେଲ୍ଥ ନୁହଁ, ଅର୍ଥ ମାନେ ଯାହା କିଛି ମୋ ଜୀବନ ପାଇଁ ଦରକାର। ଏଜୁକେସନ ହଉଛି ଅର୍ଥ, ମୋର ଘରଟା ହଉଛି ଅର୍ଥ, ମୋ ପିଲାଟାକୁ ମୁଁ ମଣିଷ କରିବି ସେଇଟା ହଉଛି ଅର୍ଥ, ମୋ ଫ୍ୟାମିଲିରେ ମୁଁ ସମସ୍ତଙ୍କୁ ଭଲ ପାଇବି ସେଇଟା ହଉଛି ଅର୍ଥ, ମୋର ବାପା ମାଙ୍କର ମୁଁ ସେବା କରିବି ସେଇଟା ହଉଛି ଅର୍ଥ। ଏନିଥିଙ୍ଗ ଦ୍ୟାଟ୍ ଇଜ ରିକ୍ୱାର୍ଡ ଫର ମାଇ ଲିଭିଂ, ଦ୍ୟାଟ୍ ଇଜ ଅର୍ଥ। ଏବଂ ସେଥିପାଇଁ ମୋର ସବୁ ସୁକାମନା ରହିବା ଦରକାର। ମୁଁ ଭଲ ସଂକଳ୍ପ ନେବି, ଭଲ ନିଷ୍ପତ୍ତି ନେବି, ଭଲ ବିଚାର କରିବି, ସମସ୍ତଙ୍କୁ ମୁଁ ଭଲ ଦୃଷ୍ଟିରେ ଦେଖିବି, ଏଇଟା ହଉଛି କାମ। ଯଦି ଅର୍ଥ ଆଉ କାମ ଆକୁ ମୁଁ ରାଇଚୁଅସ୍ ୱେରେ ନେଲି, ଧର୍ମ ୱେରେ ନେଲି, ତାହେଲେ ମୁଁ ମୋକ୍ଷ ପ୍ରାପ୍ତି ହେବି। ନହେଲେ କଣ ହବ? ଅର୍ଥଟା ହେଇଯିବ ଅନର୍ଥ, ଆଉ କାମଟା ହେଇଯିବ ବାସନା। ଯଦି ଆମେ ତାକୁ ଧାର୍ମିକ ୱେରେ ନ ନବା, ତାହେଲେ ଅର୍ଥ ଉପାର୍ଜନ କରୁ କରୁ ସେଟା ଅନର୍ଥ ହେଇଯିବ। ଦେଖିବେ ଆପଣଙ୍କର 5ଟା ଜାଗାରେ 5ଟା ଘର, ଯେତେ ଅର୍ଥ ସେତେ କଳି, ସେତେ ଅନର୍ଥ। ଲୋକ ତୀର୍ଥରେ ଯାଇକି ବି କଳି କରନ୍ତି। ତୀର୍ଥ ଯାଇଥିବେ ଧର୍ମ କରିବା ପାଇଁ, ସେଠି ଯାଇକି କଳି କରିବେ। ତାର ଅର୍ଥ ହେଲା କଣ? ଆମେ ଗୋଟେ ଧାର୍ମିକ ୱେରେ ବଞ୍ଚିବା। ଧାର୍ମିକ ୱେରେ ମାନେ ନୁହଁ ଯେ ସକାଳୁ ଉଠି ଦିଅ ପୂଜା କରିବା। ଧାର୍ମିକ ଅର୍ଥ ହେଲା ଯୋଉ କାମଟା ସ୍ଥାନ କାଳ ପାତ୍ର ଅନୁସାରେ ଯେପରି କରିବା ଉଚିତ, ଆମେ ତାକୁ ସେଇପରି ଭାବରେ କରିବା। ସେଇ ପ୍ରୋବ୍ଲେମ ଅର୍ଜୁନଙ୍କର ହେଲା। ଅର୍ଜୁନ ଯୁଦ୍ଧ ପଡିଆରେ ଯୁଦ୍ଧ କରିବା କଥା। ତୁମେ କଣ ଜାଣିନଥିଲ ଯେ ତୁମ ଭାଇମାନଙ୍କ ସହିତ ଯୁଦ୍ଧ କରିବ? ତୁମର ସାଙ୍ଗ, ତୁମର ଏଇ ଯୋଉ ତମର ଗାର୍ଡିଆନ୍ସ ଅଫ ଦି ଫ୍ୟାମିଲି, ଏମାନଙ୍କ ସହିତ ତମେ ଯୁଦ୍ଧ କରିବ ବୋଲି କଣ ଜାଣିନଥିଲ? 13 ବର୍ଷ ହେଲା ପ୍ରାକ୍ଟିସ କରୁଥିଲ। 13 ବର୍ଷ ଆଗରୁ ତମେ ଜାଣିଛ ଯେ ମୁଁ ଏଇମାନଙ୍କ ସହିତ ଯୁଦ୍ଧ କରିବି। କିନ୍ତୁ ଯେତେବେଳେ ଅକେଜନ ଆସୁଛି ଜୀବନରେ, ଯେତେବେଳେ ପ୍ରକୃତ କର୍ମ କରିବାର ସମୟ ଆସେ, ମଣିଷ ଦ୍ୱନ୍ଦ୍ୱରେ ପଡିଯାଏ, ତାର କନଫ୍ୟୁଜଡ ହେଇଯାଏ। ତାର ଅର୍ଥ ସେ ଧର୍ମ ବିଷୟରେ ସଚେତନ ନୁହେଁ। ସେଥିପାଇଁ ଲର୍ଡ କୃଷ୍ଣ କହୁଛନ୍ତି, ତୁମେ ଏଠି ଫ୍ୟାମିଲି କଳି କରିବାକୁ ଆସିନ, ଘର କଳିକଜିଆ କରିବାକୁ ତମେ ଏଠିକି ଆସିନ, ତୁମେ ଆସିଛ ଏଠି ଧର୍ମକୁ ସ୍ଥାପନ କରିବା ପାଇଁ। ତା ଅର୍ଥ ଆମେ କେବଳ ରାଇଚୁଅସ୍ ୱେରେ କାମ କରିବାନି, ଆମେ ସେଇ ରାଇଚୁଅସନେସଟାକୁ ସ୍ଥାପନ ବି କରିବା, ଯେମିତି ଅଧର୍ମ ରାଜୁତି କରିବ ନାହିଁ। ତେଣୁ ତମେ ଧର୍ମକୁ ରକ୍ଷା କରିବା ପାଇଁ ଯୁଦ୍ଧ କରୁଛ। So that is your duty in the battlefield. That is not your duty in marriage function. That is not your duty in conference hall. But this is the battlefield. So
ନାଓ ୟୁର ଧର୍ମ ଇଜ ଟୁ ଫାଇଟ୍। ସେଥିପାଇଁ ଆମେ ଯୋଉ ସ୍ଥାନରେ ଛିଡା ହେଇଛେ, ଯୋଉ କାଳ ଯୋଉ ସମୟରେ ଆମେ ଅଛେ ଏବଂ ଯାହା ପାଖରେ ଅଛେ, ଏଇ ସେଥିରେ ଧର୍ମର ପରିବର୍ତ୍ତନ ହେଇଯିବ। ମୁଁ ବର୍ତ୍ତମାନ ଗୋଟେ ଆପଣମାନଙ୍କ ସାମ୍ନାରେ ଗୋଟେ ବକ୍ତା ହିସାବରେ ବା ଗୋଟେ ଅଧ୍ୟାପକ ହିସାବରେ ମୁଁ ଗୋଟେ ପ୍ରକୃତ ଗୋଟେ ଧର୍ମକୁ ପାଳନ କରୁଛି। ଏ ପ୍ରୋଗ୍ରାମ ସରିଯିବ, ମୁଁ ମୋ ମିସେସ୍ ପାଖରେ ହଜବ୍ୟାଣ୍ଡର ରୋଲ କରିବି, ମୁଁ ମୋ ପୁଅ ପାଖରେ ବାପାର ରୋଲ କରିବି। ସ୍ଥାନ ଚେଞ୍ଜ ହେଇଯିବ, ଧର୍ମ ଚେଞ୍ଜ ହେଇଯିବ। କାଳ ଚେଞ୍ଜ ହେଇଯିବ, ଧର୍ମ ଚେଞ୍ଜ ହେଇଯିବ। ଯଦି ଆମେ ପରିବର୍ତ୍ତନ ସହିତ ନିଜକୁ ପରିବର୍ତ୍ତନ କରେଇ ପାରୁନେ, ତାହେଲେ ଆମେ ଧର୍ମଟାକୁ ଭୁଲ ଭାବରେ ବୁଝିଛେ। ସେଥିପାଇଁ କଣ୍ଟେକ୍ସଚୁଆଲିଟି, ଆମେ କଣ୍ଟେକ୍ସଟ ଅନୁସାରେ ବଞ୍ଚିବା। ବୁଝିପାରିଲେ ନା? ତେଣୁ କର୍ମ ଯାହା ଧର୍ମ ସେଇଆ। କର୍ମ ଧର୍ମ ଯଦି ଅଲଗା ହେଇଗଲା ସେଟା ଅଧର୍ମ ହେଇଯିବ। ତେଣୁ ଆମେ ପ୍ରକୃତ ଯୋଉ କର୍ମ ଆମକୁ ଆସାଇନ୍ଡ କରାଯାଉଛି, ସେଇ କର୍ମଟାକୁ ଆମେ ଠିକ ଭାବରେ କରିବାଟା ହଉଛି ଧର୍ମ। ଯଦି ଆମେ ଠିକ ଭାବରେ କରୁନାହେଁ, ତାହେଲେ ଆମେ ଅଧର୍ମୀ। ସ୍ତ୍ରୀ ନାଇଁ ଯାଇପାରିବେନି। ଯୋଉଟା ଯୋଉଟା ଯୋଉ କଣ୍ଟେକ୍ସଟରେ ଯୋଉପରି ଭାବରେ କରିବା କଥା, ଯଦି ଆମେ ସେଇଟା କରୁନାହେଁ, ତାହା ହଉଛି ଅଧର୍ମ। ସ୍ତ୍ରୀ ତାର ଧର୍ମ କରିବନି, ସ୍ୱାମୀ ତାର ଧର୍ମ କରିବନି, ବାପା ତାର ଧର୍ମ କରିବନି, ତାହେଲେ ସେଟା ତାର ସଂସାର ତିଷ୍ଠିବନି। ଯେମିତି ଗୋଟେ ଯୁଦ୍ଧ ପଡିଆରେ ଗୋଟେ ଯୋଦ୍ଧା ତାର ଧର୍ମ କରିବନି। ବୁଝିପାରିଲେ ନା?